ଆରେ ମୁନି, ମୁଁ ଏବେ କାମକୁ ଯାଉଛି। ତୁ ଏକୁଟିଆ ବାହାରକୁ ଯିବୁନି। ମୁଁ କାମ ସାରି ଶୀଘ୍ର ଘରକୁ ଫେରି ଆସିବି। ଠିକ ଅଛି ଦିଦି, ତୁ ଯା, ମୁଁ ଘରେ ବସି ପାଠ ପଢୁଥିବି। ତୁ ଆସିଲେ ଆମେ ଖାଇବା। କୁନି ଆଉ ମୁନି ଥିଲେ ଦୁଇ ଅନାଥ ଭଉଣୀ। କୁନି କାଉ ଘରେ କାମ କରୁଥିଲା। କାମ କରି ସେ ଯାହା ବି ପାଉଥିଲା ସେଥିରେ ଦୁଇ ଭଉଣୀ ଖାଇବା କିଣି ଖାଉଥିଲେ। କାଉର ଝିଅ ଚିକି ଥିଲା ଭାରି ଅହଙ୍କାରୀ। ଛୋଟ ଛୋଟ କଥାରେ ସେ କୁନିକୁ ଅନେକ ଗାଳି କରୁଥିଲା। ଏଇ କୁନି, ତୁ ଆଜି ଏତେ ଡେରି କାହିଁକି ଆସିଲୁ? ଟଙ୍କା ନେଲା ବେଳେ ତ ଠିକ ସମୟରେ ଟଙ୍କା ନେଇଯିବୁ, ହେଲେ କାମକୁ ଆସିଲା ବେଳେ ଏତେ ଡେରି କାହିଁକି କରୁଛୁ? କିନ୍ତୁ ଚିକି, ମୁଁ ତ ଠିକ ସମୟରେ ହିଁ ଆସିଛି। ଏଇ, ମୁଁ ତତେ କେତେ ଦିନ ମନା କରିବି? ତୁ ମତେ ମୋ ନାଁ ଧରି ଡାକିବୁନି। ତୁ ମୋ ବୟସର ହେଲୁ ତ କଣ ହେଇଗଲା? ତୁ ମୋ ଘରେ କାମ କରୁ, ତୁ ମୋ ଚାକରାଣୀ। ଆଜିଠୁ ତୁ ମତେ ଛୋଟ ମାଲିକାଣୀ ଡାକିବୁ, ବୁଝିଲୁ? ଆଉ ଦିନେ ଯଦି ଡେରି ଆସିବୁ, ମୁଁ ମାକୁ କହି ତୋ ଦରମା କାଟିଦେବି। ନା ନା ଛୋଟ ମାଲିକାଣୀ, ମୋର ଭୁଲ ହେଇଗଲା। ମୁଁ ଆଉ ଦିନେ ବି ଡେରି କରିବିନି। ଠିକ ଅଛି, ଯା ଶୀଘ୍ର ନିଜ କାମ କରିବୁ। କୁନି ଦିନ ସାରା ଅନେକ ପରିଶ୍ରମ କରି ଘରର ସବୁ କାମ ସାରିଦେଲା। ଯାହା ହେଉ, ଆଜି ଶୀଘ୍ର ମୁଁ ଘରର ସବୁ କାମ ସାରିଦେଲି। ମୋ ଦରମା ପାଇବାର ସମୟ ହେଇଗଲାଣି। ମୁଁ ଆଜି ମାଲିକାଣୀଙ୍କ ପାଖରୁ ମୋ ଦରମା ଟଙ୍କା ମାଗିନିଏ। ଘରେ ତ କିଛି ବି ଖାଇବା ନାହିଁ। ମୁଁ ଦରମା ନେଲେ ଯାଇ ଆମେ ଦୁଇ ଭଉଣୀ ଖାଇବା ଖାଇପାରିବୁ। ଏମିତି ଚିନ୍ତା କରି କୁନି କାଉ ପାଖକୁ ଗଲା। ସେତେବେଳେ କାଉର ଝିଅ ତା ମା ପାଖରେ ବସିଥିଲା। ମାଲିକାଣୀ, ମୋ ଦରମା ପାଇବାର ସମୟ ହେଇଗଲାଣି। ଆଜି ମତେ ମୋ ଦରମା ଟଙ୍କା ଦେଇଥାନ୍ତୁ। କାମକୁ ଆସିଲା ବେଳେ ତୁ ଅନେକ ଡେରି କରି ଆସୁଛୁ, ସେଥିପାଇଁ ଏ ମାସର ଦରମା ତତେ ମିଳିବନି। ନା ନା ଛୋଟ ମାଲିକାଣୀ, ଏମିତି କୁହନ୍ତୁନି। ଘରେ କିଛି ବି ଖାଇବା ନାହିଁ। ମୁଁ ଯଦି ଦରମା ନ ପାଇବି, ଆମେ ଦୁଇ ଭଉଣୀ ଖାଇବାକୁ ନ ପାଇ ମରିଯିବୁ। ଆରେ କୁନି, ତୁ ଆଉ କାନ୍ନି। ମୁଁ କାଲି ତତେ ଦରମା ଦେବି। ଏବେ ତୁ ଘରକୁ ଯା। ଏମିତି ଶୁଣି କୁନି ଘରକୁ ଫେରୁଥିଲା। ରାସ୍ତାରେ ବହୁତ ଜୋରେ ବର୍ଷା ହେଲା। ବର୍ଷାରୁ ରକ୍ଷା ପାଇବା ପାଇଁ କୁନି ଏକ ଗଛ ତଳେ ଆଶ୍ରୟ ନେଲା। ହେଲେ ବର୍ଷା ଛାଡ଼ିଲାନି। ନିଜ ଭଉଣୀ କଥା ଭାବି କୁନି ସେଇ ବର୍ଷାରେ ଭିଜି ଭିଜି ଘରକୁ ଫେରିଲା। ଘରେ ପହଞ୍ଚି ସେ ଦେଖିଲା ତାଙ୍କ ଘର ଭିତରେ ବର୍ଷା ପାଣି ପଡୁଛି। ଘର ସାରା ପାଣି ଭର୍ତ୍ତି ହେଇଯାଇଛି। ତା ସାନ ଭଉଣୀ ମୁନି ଏକ କୋଣରେ ବସିଥିଲା। ଦିଦି, ତୁ ଆସିଗଲୁ। ଦେଖ ନା, ଘର ଭିତରେ ବର୍ଷା ପାଣି ପଡୁଛି। ଆଉ କିଛି ସମୟ ଅପେକ୍ଷା କର ଭଉଣୀ। ବର୍ଷା ଛାଡ଼ିଗଲେ ଆମେ ଘରକୁ ପରିଷ୍କାର କରିନେବା। ଏମିତି ଦୁଇ ଭଉଣୀ ବର୍ଷା ଛାଡ଼ିବାକୁ ଅପେକ୍ଷା କଲେ। ଯେତେବେଳେ ବର୍ଷା ଛାଡ଼ିଗଲା, ଦୁଇ ଭଉଣୀ ମିଶି ଘରର ସବୁ ପାଣି ପୋଛି ସଫା କଲେ। ମୁନି, ତୁ କିଛି ଖାଇବା ଖାଇଛୁ ନା ନାଇଁ? ନାଇଁ ଦିଦି, ଘରେ ତ ଖାଇବା ନଥିଲା। ମୁଁ ସକାଳୁ କିଛି ବି ଖାଇନି। ଦିଦି, ତୁ ଦରମା ପାଇଲୁ? ନା ଭଉଣୀ, ମାଲିକାଣୀ ମତେ ଆଜି ଦରମା ଦେଲେନି। ସେ କହିଲେ ମତେ କାଲି ଦରମା ଦେବେ। ଆରେ ଦିଦି, ମତେ ଆଜି ଜମା ବି ଭୋକ ଲାଗୁନି। ଘର ସଫା କଲା ପରେ ଭାରି ଥକା ଲାଗିଲାଣି। ଚାଲେ ବି ଶୋଇବା। କୁନି ଜାଣିଥିଲା ତା ଭଉଣୀକୁ ଭୋକ ଲାଗୁଛି। ସେ ବି ମନ ଦୁଃଖରେ ତା ଭଉଣୀ ସହ ଶୋଇ ପଡ଼ିଲା। ପରଦିନ ସକାଳେ ଯେତେବେଳେ ସେ ଉଠିଲା, ସେ ଦେଖିଲା ତା ଭଉଣୀ ଦେହରେ ଅନେକ ଜ୍ୱର। ମୁନି, ତୋ ଦେହରେ କେତେ ଜ୍ୱର? ଏବେ ମୁଁ କଣ କରିବି? ନା ଦିଦି, ମତେ ଜ୍ୱର ଆସିନି, ଖାଲି ମୁଣ୍ଡଟା ବିନ୍ଧୁଛି। ତୁ ଆଉ କିଛି ସମୟ ଅପେକ୍ଷା କର ଭଉଣୀ। ମୁଁ ଏବେ ମାଲିକାଣୀଙ୍କ ପାଖକୁ ଯାଉଛି। ତାଙ୍କଠୁ ଟଙ୍କା ଆଣିଲା ପରେ ମୁଁ ତତେ ଡାକ୍ତରଖାନା ନେଇଯିବି। ମା ମା, ଦେଖ, ଏ ଚୋରଣୀ ଆସିଗଲା। ମୁଁ ତ ଭାବିଥିଲି ତୁ ସବୁ ଗହଣା ଚୋରି କଲା ପରେ ଆଉ ଆସିବୁନି। ନା ନା, ମୁଁ କାହିଁକି ଗହଣା ଚୋରି କରିବି? ମୋ ସାନ ଭଉଣୀର ଦେହ ବହୁତ ଖରାପ। ଔଷଧ କିଣିବା ପାଇଁ ବି ମୋ ପାଖରେ ଟଙ୍କା ନାହିଁ। ମାଲିକାଣୀ, ମତେ ମୋ ଦରମା ଟଙ୍କା ଦେଇଥାନ୍ତୁ। ମୋ ଭଉଣୀ ଘରେ ଏକା ଅଛି। ମୁଁ ତାକୁ ନେଇ ଡାକ୍ତରଖାନା ଯିବି। ମା ଦେଖୁଛ, ଇଏ କେତେ ଚାଲାକ। ଗହଣା ଚୋରି କଲା ପରେ ଇଏ ପୁଣି ଦରମା ମାଗିବାକୁ ଆସିଛି। ଯେମିତି ଆମେ ତାକୁ ସନ୍ଦେହ କରିବାନି। କୁନି, ତୁ ଏତେ ବଦମାସ। ତୁ ଅନାଥ ବୋଲି ମୁଁ ତୋ ଉପରେ ଦୟା କରି ତତେ ମୁଁ କାମ ଦେଇଥିଲି। ହେଲେ ତୁ ମୋର ସବୁ ଦାମୀ ଦାମୀ ଗହଣା ଚୋରି କରି ନେଇଗଲୁ। ବାହାରି ଯା ମୋ ଘରୁ। ଏମିତି ସେମାନେ କୁନିକୁ ଟଙ୍କାଟେ ବି ନ ଦେଇ ତାକୁ ଘରୁ ବାହାର କରିଦେଲେ। କୁନି କାନ୍ଦି କାନ୍ଦି ଘରକୁ ଫେରୁଥିଲା। ସେ ଶୀଘ୍ର ତା ଘରେ ପହଞ୍ଚିବାକୁ ଚାହୁଁଥିଲା। ସେଥିପାଇଁ ସେ ଏକ ସର୍ଟକଟ ରାସ୍ତା ଦେଇ ଘରକୁ ଯିବା ପାଇଁ ଚେଷ୍ଟା କଲା। ସେ ରାସ୍ତାରେ ଅନେକ ଗଛଲତା ଥିଲା, ଯାଦ୍ୱାରା ସେ ରାସ୍ତାଟି ପୁରା ଅନ୍ଧାର ଥିଲା। ହଠାତ୍ କୁନି ଏକ ଆଲୁଅ ଦେଖିଲା। ସେ ଯେମିତି ଆଲୁଅ ପାଖକୁ ଗଲା, ସେଠି ଗୋଟେ ପରୀ ଛିଡ଼ା ହେଇଥିଲା। ଏଇ କଣ? ମୁଁ ସ୍ୱପ୍ନ ଦେଖୁନି ତ?
तुमे सतरे जाने परी? हाँ मु जाने परी। तू मते एठी देखिचु बोली एक कथा काहाकू भी कहिबुनी। अन्य चढ़ी माने एक कथा जानिले से माने मोर क्षति करि पारंती। व्यस्त हुअनी परी, मु काहाकू भी एक कथा कहिबिनी। मु छोट बेले गप कहानी री परी कथा पढ़िथिली। आज तुमको देखि अनेक खुशी लागिला। मु एठी आ बेसी समय रही पारिबिनी परी। मु शीघ्र घर को जीवी। घरे मो अस्वस्थ भौणी एकुटिया अछि। चढ़ी तू बहुत चिंतारे थिला बळे जाना पड़ुचु। तोर किछि असुविधा हेइछि कि मते कह, मु जदि पारिबी तते सहाय्य करिबी। परी सतरे तुमे मते सहाय्य करिबो? तुमे मते सहाय्य कले मु अनेक खुशी हेबी। एबे मते सहाय्य निहाती दरकार। तापरी कुनी परी को सब घटना कहिला। तू चिंता करनी, एई गोलाप फूल को ने। एई गोलाप एक जादुर फूल। ए फूल को तो निज अगणारे रखिदेबू। संगे संगे ही फूलर एक घर तैयारी हेइजिबो। सेई गोलाप घर तोर सब समस्या दूर करिदेब। एमिति कही परी सेई गोलाप फूल कुनी को देई सेठारु चली गला। कुनी शीघ्र से गोलाप फूल धरी घर को आसिला। सेते बेले से देखिला ता भौणी बेहोश होई तळे पड़िची। मुन्नी, ए मुन्नी, तोर कोन हैला भौणी? उठ, कथा कह। हे भगवान, मो भौणी काहे की कथा कहूनी? हठात कुनीर नजर परी दिया गोलाप ऊपर पड़िला। से शीघ्र से गोलाप फूल को नहीं निज अगणारे रखिदेला। संगे संगे से गोलापटी एक सुंदर घर पालटी गला। कुनी शीघ्र ता भौणी को नहीं गोलाप घर भीतर को गला। घर भीतर को जाऊ जाऊ ही मुन्नी पूरापूरी सुस्थ हो गला। से निज को गोलाप घरे देखि आश्चर्य हो गला। कुनी ताको सब घटना कहला। दीदी, ए घरटी अनेक सुंदर हेची। आजिठु आमे कोनी घरे रहिबा? हाँ, आजिठु आमे घरे रहिबा। एबे जेते वर्षा हेले भी ए घर भितरे आ पानी पड़िबनी। दीदी, भारी भोक लागिलानी। तू किछि खाइबा आनिचु? नाई रे भौणी, मते मालिकाणी कामरू बाहर करिदेले। एबे जानि पारुनी मु केमिति खाइबा किनिबी। कुनीर कथा सरिछि कि नाही तांको पाखरी अनेक सारा खाइबा बाहरिला। दीदी देखे, एठी केते सारा खाइबा बाहरिला। सतरी एइटा गोटे जादुर घर। हाँ मुन्नी, एबे हमर आ किछि भी असुविधा रहिबनी। परी, ए जादुर गोलाप हमको देइथिबारु तुमको अनेक अनेक धन्यवाद। दुई भौणी एपरी कही खुशी हेबा समय रे हठात बाहरु जोर जोरे पाटी सुना गला। दुई भौणी बाहर को आसिले। देखो मा देखो, ए चोरणी आम गहना चोरी कला परी केमिति एते बड़ घर तयारी करिछि। मु प्रथमे भाबिथिली तते मो गहना दान करिदेबी। हेले तू गहना तो चोरी करी घर तयारी कलु। ता ऊपरी तो भौणी रो देह खराब हेबा मिछ कथा भी कहिलु। मु तते एबे जमा भी छाड़िबिनी। कह, मोर सब गहना कोठी बिक्री करिछु? ए सब कोन कहउचंती? मो भौणी चोर नुह। हाँ मालिकाणी, मु गहना चोरी करिनी। आपण सत कथा जानिबा को थरी चेष्टा करंतु। देखुछ मा, ये केते बड़ बड़ कथा कहउची। कथारे अछि परे चोरर मुहटा। रह, एबे तो पाटीर सत कथा बाहर करूची। एमिति काउछुआ एक पत्थर कुनी ऊपर को फिंगिला। हेले से पत्थर कुनी देहरे न बाजी ओलटा काउछुआ देहरे आसी बाजिला। सेते बेले एक लाठी आसी काउछुआ को अनेक पिटिला। मां, मां मते बंचा मां। ए कोन मो झियो को एमिति पिटुची किए? ताको मु पिटुची। मु जादुर गोलाप घर थाउ थाउ तमे माने दुई अनाथ भौणीकर किछि क्षति करि परिबनी। आउ चिकी, तू सत कथा न कहले जे ए लाठी तते एमिति पिटुथिबो। सत? कोन सत? मा चिकी, मते सत कथा कहि दे। मां, तुमर सब गहना मु चोरी करिथिली। मो गहना बिका टंका सब सारी देइची। मु ए कुनी को जमा भी पसंद करेनी। मु ताको चोरर अपवाद देइथिली जेमिति तुमे ताको घर बाहर करि देबो। ए सब प्लान मोर थिला। मते क्षमा करि दियो मां। काउछुआ जेमिति सत कथा कहिला, लाठी ताको आउ न पिटी सेठारु चली गला। छी चिकी, तते मो झियो कहिबाकू भी लाज लागुची। तू एते खराब काम केमिति करि परिलु? मां कुनी, मते क्षमा करि देबू। मो झियो कथा को सत भाबी मु तते भूल बुझी घर बाहर करि देइथिली। तू केते भलो मु आज निज आखिरे देखुची। मो झियो तते आउ केबे भी हैरान करिबनी। मु काली ताको ता मामू घर को पठेई देबी। मां, ए सब कोन कहउछ? चुप कर। एते सब हेला परे भी तू शिक्षा पाइलुनी? मो ऊपर जवाब देउछु।
ଚାଲ ଘରକୁ, ମୁଁ ତ କଥା ବୁଝୁଛି। ଏମିତି କହି କାଉର ମା ତା ଝିଅର କାନ ଧରି ତାକୁ ଘରକୁ ନେଇଗଲା। ଏ ଚିକିଟା ଏତେ ବଦମାସ, ତା ସହ ଯାହା ହେଇଛି ଭଲ ହେଇଛି। ଦିଦି ତୋ ପାଇଁ ମୁଁ ଆଜି ଅନେକ ଖୁସି, ଆଉ ଦିନେ ବି ଚିକି ତତେ ହଇରାଣ କରିବନି। ଏମିତି ସେ ଦୁଇ ଭଉଣୀଙ୍କର ଆଉ କିଛି ବି ଅଭାବ ରହିଲାନି। ଯାଦୁର ଗୋଲାପ ଘର ପାଇଁ ସେମାନେ ସାରା ଜୀବନ ଖୁସିରେ ରହିଲେ। ରୋଜି ତୁ ସ୍କୁଲ ଯାଉଛୁ? ଚାଲ ଆଜି ଆମେ ସାଙ୍ଗ ହେଇ ସ୍କୁଲକୁ ଯିବା। ପାଗଳ ନା କଣ? ଚାଲ ହଟ। ତ ନିଜକୁ କେବେ ଆଇନାରେ ଦେଖିଛୁ? କେତେ କଳା ତୁ। ମତେ ଦେଖ, ମୋ ଭଳି ସୁନ୍ଦରୀ ତୋ ସହ ସ୍କୁଲକୁ ଗଲେ ସମସ୍ତେ ମୋର ମଜା ଉଡେଇବେ। ରୋଜି ତୁ ବେଶୀ କଥା କହନି। ମୋ ମା କୁହନ୍ତି ମୁଁ ସବୁଠୁ ସୁନ୍ଦର ଝିଅ, କାହିଁକି ନା ମୋ ମନ ବହୁତ ସୁନ୍ଦର। କାହାର ବାହାରର ଚେହେରା ଦେଖି ତାକୁ ସୁନ୍ଦର କୁହାଯାଏନି, ଯାହାର ମନ ସୁନ୍ଦର ସେ ହିଁ ପ୍ରକୃତ ସୁନ୍ଦର। ଚୁପ୍ କର। ତୋ ମା ତତେ ସୁନ୍ଦର କହିଲେ କଣ ଆମେ ମାନି ନେବୁ? ତୋ ମାଙ୍କ ମୁଣ୍ଡ ଖରାପ ହେଇଯାଇଛି। ଏତେ କଳା ଝିଅକୁ ସୁନ୍ଦର କହୁଛନ୍ତି। ମତେ ବିରକ୍ତ କରନି, ଯା ଏଠୁ। ଏମିତି ଶୁଣି ମନ ଦୁଃଖରେ ମୁନି ସେଠାରୁ ଚାଲିଗଲା। ସେ ସ୍କୁଲରେ ପହଞ୍ଚି ଦେଖିଲା ସବୁ ଛୁଆ ସାଙ୍ଗମାନଙ୍କୁ ଗୁଡ୍ ମର୍ଣ୍ଣିଂ ୱିଶ୍ କରୁଥିଲେ, ହେଲେ କେହି ବି ମୁନିକୁ ଗୁଡ୍ ମର୍ଣ୍ଣିଂ କହିଲେନି। ଦେଖ ଦେଖ ମୁନି, ତୁ କହୁଥିଲୁ ତୁ ବହୁତ ସୁନ୍ଦର, ହେଲେ କାଇଁ କେହି ବି ତ ତୋ ସହ ସାଙ୍ଗ ହେଉନାହାନ୍ତି। ସାଙ୍ଗ ତ ଦୂରର କଥା, କେହି ବି ତୋ ସହ କଥା ହେଉନାହାନ୍ତି। ରୋଜିର କଥା ଶୁଣି ମୁନି ମନ ଦୁଃଖ କରି କ୍ଲାସ ରୁମକୁ ଗଲା। ସ୍କୁଲ ଛୁଟି ହେଲା ପରେ ସମସ୍ତେ ଖେଳିବାକୁ ଗଲେ। ମୁନି ବି ତାଙ୍କ ପାଖକୁ ଗଲା, ହେଲେ କେହି ବି ତା ସହ ଖେଳିଲେନି। ସେଥିପାଇଁ ମୁନି ସବୁ ସମୟରେ ପାଠ ପଢୁଥିଲା। କିଛି ଦିନ ପରେ ସ୍କୁଲରେ ବାର୍ଷିକ ପରୀକ୍ଷା ଆରମ୍ଭ ହେଲା। ରେଜଲ୍ଟ ବାହାରିବା ଦିନ ମୁନି ଦେଖିବୁ, ଆଜି କ୍ଲାସରେ ଫର୍ଷ୍ଟ ମୁଁ ହେବି, କାହିଁକି ନା ସୁନ୍ଦର ଛୁଆ ମାନଙ୍କୁ ସାର୍ ମ୍ୟାମ ବେଶୀ ନମ୍ବର ଦିଅନ୍ତି। ତୁ ତ ଜାଣୁ ମୁଁ କେତେ ସୁନ୍ଦର। ମତେ ଲାଗୁଛି ମୁନି ତୁ ବି ଫାଷ୍ଟ ହେବୁ, ହେଲେ ଉପରୁ ନୁହଁ, ତଳ ପଟୁ। ଏମିତି କହି ରୋଜି ଜୋର ଜୋରରେ ହସିଲା। ତାର କଥା ଶୁଣି ଅନ୍ୟମାନେ ବି ମୁନି ଉପରେ ହସିଲେ। ସେତେବେଳେ କ୍ଲାସର ମ୍ୟାମ ସେଠାକୁ ଆସିଲେ ଆଉ ରେଜଲ୍ଟ ଘୋଷଣା କଲେ। ମୁନି କ୍ଲାସରେ ଫାଷ୍ଟ ହେଇଥିଲା। ସେକେଣ୍ଡ ଆଉ ଥାର୍ଡରେ ଅନ୍ୟ ଦୁଇ ଛୁଆ ଥିଲେ। ରୋଜିର ତ ନାଁ ହିଁ ନଥିଲା, ସେ ବହୁତ କମ ମାର୍କ ରଖିଥିଲା। ମୁନି କେବଳ କ୍ଲାସରେ ନୁହଁ, ପୁରା ସ୍କୁଲରେ ଫାଷ୍ଟ ହେଇଥିଲା। ମୁନି ଏତେ ଭଲ ନମ୍ବର ରଖିବା ଯୋଗୁଁ ସମସ୍ତେ ତାର ପ୍ରଶଂସା କଲେ। ଏସବୁ ରୋଜି ଜମା ବି ସହି ପାରିଲାନି। ସେ ମୁନିର କେମିତି କ୍ଷତି କରିବା ଚିନ୍ତା କଲା। ଦିନେ ସେ ତାର ଘରକୁ ଗଲା। ମୁନି ତୁ ବହୁତ ଭଲ ପାଠ ପଢୁଛୁ, ମୁଁ ବି ତୋ ସହ ସାଙ୍ଗ ହେବାକୁ ଚାହୁଁଛି। ତୁ ଯଦି ମୋ ସହ ସାଙ୍ଗ ହେବୁ, ମୁଁ ଜାଣିବି ମୁଁ ତୋ ସହ ଯୋଉ ମଜା କରିଥିଲି ତୁ ମତେ କ୍ଷମା କରିଦେଇଛୁ। ଠିକ ଅଛି ରୋଜି, ତୁ ଯଦି ଏମିତି ଚାହୁଁଛୁ ମୁଁ ତୋ ସହ ସାଙ୍ଗ ହେବାକୁ ରାଜି। ତେବେ ଚାଲ ମୁନି, ଆମେ ଏବେ ଖେଳିବା ପାଇଁ ପାଖ ଜଙ୍ଗଲକୁ ଯିବା। ନା ନା, ମୁଁ ସେ ପାଖ ଜଙ୍ଗଲକୁ ଯିବିନି। ମୋ ମା ସେ ଜଙ୍ଗଲକୁ ଯିବା ପାଇଁ ମତେ ମନା କରିଛନ୍ତି। ମା କହୁଥିଲେ ସେ ଜଙ୍ଗଲରେ ଗୋଟେ ଭଙ୍ଗା କୂଅ ଅଛି, ଯିଏ ବି ସେ କୂଅ ପାଖକୁ ଯାଏ ସେ ଆଉ କେବେ ଫେରେନି। ଆରେ ତ ଡରନି, ମୁଁ ଅନେକ ଥର ମୋ ସାଙ୍ଗମାନଙ୍କ ସହ ସେ ଜଙ୍ଗଲକୁ ଯାଇଛି, ସେଠି କିଛି ବି ନାହିଁ। ତୋ ମା ସେ ଜଙ୍ଗଲ ବିଷୟରେ ଜାଣିନଥିବେ। ଚାଲ ନା ଆଜି ସେ ଜଙ୍ଗଲକୁ ଯାଇ ବୁଲି ଆସିବା। ଆଚ୍ଛା ଠିକ ଅଛି, ଯିବା ପୂର୍ବରୁ ମୁଁ ମୋ ମାକୁ ଏ କଥା କହି ଆସେ। ଆରେ ରହ ରହ, ତୋ ମାକୁ ଏ କଥା କହନି। ତୋ ମା ଏ କଥା ଜାଣିଲେ ତତେ ସେ ଜମା ବି ଛାଡିବେନି। ହଁ ତୁ ଠିକ କହିଲୁ, ମା ମତେ ସେଠାକୁ କେବେ ବି ଛାଡିବେନି। ଆଚ୍ଛା ହଉ ଚାଲ ସେ ଜଙ୍ଗଲକୁ ଯିବା, ହେଲେ ଶୀଘ୍ର ଫେରି ଆସିବା। ରୋଜି, ଏଇ ଜଙ୍ଗଲଟା ଭାରି ଭୟଙ୍କର ଲାଗୁଛି। ତମେ ମାନେ ଏଠି କେମିତି ଖେଳ? ଆରେ ମୁନି, ଏଠି କିଛି ବି ନାହିଁ। କିଛି ସମୟ ଖେଳିଲା ପରେ ତତେ ଜମା ବି ଡର ଲାଗିବନି। ଚାଲେ ତଳକୁ ଯିବା। ମୁନି ଚାଲ ଆଜି ଆମେ ଏକ ନୂଆ ଖେଳ ଖେଳିବା। ମୁଁ ତ ଆଖିରେ ପଟି ବାନ୍ଧି ଦେଉଛି, ତୁ ମତେ ଧରିବାକୁ ଚେଷ୍ଟା କର। ମତେ ଧରିଲେ ତୁ ଜିତିଯିବୁ। ଆସ ଆସ ମୁନି, ମୁଁ ଏଇଠି ଅଛି। ଧର ଧର ମତେ। ହଁ ହଁ, ମୁଁ ତତେ ଧରିକି ହିଁ ରହିବି। ମୁନି ରୋଜି ଉପରେ ବିଶ୍ୱାସ କରି ଖେଳୁଥିଲା, ହେଲେ ରୋଜିର ତ ଆଉ କିଛି ପ୍ଲାନ୍ ଥିଲା। ମୁନି ଆଉ ଟିକେ ଆଗକୁ ଆସେ, ମୁଁ ଏଇଠି ଅଛି। ଆସ ଆସ ମୋ ପାଖକୁ ଆସେ।
सेठी एक भंगा कूଅ थिला। मुन्नी जेमिति कूଅ पाखु गला रोजी ताकू धक्का दे कूଅ भितरे पकईदेला। मुन्नी जोर चित्कार कला हेले तार चित्कार केही भी शुणी पारिलेनी। रोजी खुशी हेई घर को फेरीगला। सेपटे मुन्नी कूଅ भितर दे आउ एक जगार पहुंची गला। अरे ये मु को जगह को चली आसिली, मते भारी डर लगुची, मु घर को जीबी। अरे मुन्नी तू घर को जीवा पई चाहूचु कि मु तते साहाय्य करि परिबी? किए कथा कहूच? तुमे मो ना केमिति जानिलो? मुन्नी मु फूल घर तो सा कथा हेउची, मते भय करनी, मु तोरे किछि क्षति करिबिनी। मु तो विषय सब जानिची। तू मो घर भीतर को आसे, मु तते तो घरे पहुंचे देबी। अरे मुन्नी तू मो घर भीतर को आसे, मु हेउची जादूर लिपस्टिक घर। मु जाने तू कला बोले तो सह केही भी सांग हेउ नाहंती। तू मो घर भीतर को आसिले मु तते बहुत सुंदर करि देबी, आउ अनेक सुना टंका भी देबी। हेले मोर गोटे शर्त अछि, तू गोटे वर्ष मो घर भीतर रही मो घर को सफा करिबू। तापरे जाई मु तते सुंदर करी आउ अनेक सुना टंका देई तते तो घरे पहुंचे देबी। मुन्नी तू मो घर भीतर को आसे, मु तते सुंदर सिना करि परिबिनी, हेले तते शीघ्र तो घरे पहुंचे देबी। एबे तू कह तू को घर को जीबू? मु शीघ्र घर को न फेरिले मो माँ अनेक चिंता करिबे। मोर टंका सुना दरकार नाही, मु मो घर को जीवा को चाहूची। तेबे ठीक अछि मुन्नी, तू मो घर भीतर को आसे। मुन्नी जेमिति गोलाप घरे पशिला हठात से अनेक सुंदर हे गला। ता पाखरे सुना टंका भर्ती एक कलसी भी थिला। एक मु एते सुंदर केमिति हेली? आउ ए सुना टंकार कलसी एठको केमिति आसिला? मुन्नी ए सबु तो भल गुणर पुरस्कार। मु तो विषय सब जानिची, समस्ते तोर मजा उड़ाती, हेले आज परठू आउ केही भी तोर मजा उड़ेबेनी। तू एबे आखि बंद कर, मु तते तो घरे पहुंचे देबी। तापरे गोलाप घर मुन्नी को ता घरे पहुंचे देला। मुन्नीर माँ तो झील को घरे न पाई अनेक चिंतार थिला। मुन्नी तार माँ को सब घटना कहला। परदिन सकाळे जेतेबेले मुन्नी स्कूल को गला, सब छुआ ताकू देखी आश्चर्य हो गले। अरे मुन्नी तू बंचीचु, आउ तू एते सुंदर केमिति हेलु? रोजी मु तते कहिथिली ना, जहार मन सुंदर से ही प्रकृत सुंदर। मो मन सुंदर पल्ली मु बाहर भी अनेक सुंदर हेई गली। तो मते कुओरे पकेइले भी मोर किछि क्षति होला नाही। मते क्षमा करि दे मुन्नी, मु जानि सुनि तते कुओरे पकेइनी। ना मु तते केबे भी क्षमा करिबिनी। मु तो ऊपर विश्वास करी तो सांगरे जाइथिली, हेले तो मो सह विश्वासघातक करिचु। मु आउ दिने भी तो सह सांग हेबेनी। सबु सत कथा जानिला परे आउ केही भी रोजी सह सांग हेलेनी। समस्ते मुनि सह सांग हेउथिले। ए सबु देखि रोजी आहुरी रागी गला। निश्चय से कुओ भितरे किछि अछि, सेथि पई ए मुनि न मरि एते सुंदर पालटी गला। मु से कुओ भितर को जीबी आउ अनेक सुंदर हेई फेरिबी। तापरे रोजी आउ डेरी न करी शीघ्र से कुओ भितर को गला। से भी से जगह पहुंची गला जोठी लिपस्टिक घर आउ गोलाप घर थिला। से माने रोजी को सेठी देखी ताकू भी से एका प्रश्न पचारिले। मु एठी गोटे वर्ष रही गले भी मोर किछि असुविधा हेबनी। गोटे वर्ष परे मु अनेक सुंदर हेई जिबी, आउ मो पाखरे अनेक सुना टंका भी थिबो। सेते बेले देखिबी अन्य माने केमिति मो सह सांग हेबेनी। एमिति चिंता करी रोजी से लिपस्टिक घर भीतर को गला। हेले से घर भीतरटी पूरा अंधार थिला। एते अंधार घर देखी रोजी खूब डरी गला। ए घर एते अंधार कोन पई? मु बाहर को जीबी ना। ए घर तू आउ केबे भी बाहरी पारिबुनी। सारा जीवन ए घरे तू बंदी हेई रहिबू। आमे तो विषय सब जानिचु। तू मुन्नी को मारिया पई ताकू ए कुओ भितरे पकईथिलु। एबे तू से भूल रो शास्ति पाइबू। एमिति रोजी ता भूल रो शास्ति पाइला। सेपटे मुन्नी ता भल गुण पाई खुशी रे रहिला। तमे मानी कौन फूल नेउच? भारी सुंदर देखा जाउची। राजकुमारी ए सबु गोलाप फूल। आमे समस्ते गोलाप फूल बिक्री करिया पई बाजार को जाउचु।
ନା ନା ତମେ ମାନେ ଆଉ ବଜାରକୁ ଯାଅନି, ମତେ ସବୁ ଫୁଲ ଦେଇଦିଅ, ମୁଁ କିଣିବି। ଏମିତି କହି ଚିଲଛୁଆ ସେ ଚଢ଼େଇ ମାନଙ୍କ ପାଖରୁ ସବୁ ଗୋଲାପ ଫୁଲ କିଣିନେଲା। ତାପରେ ସେ ନିଜ ରାଜପ୍ରସାଦକୁ ଫେରିଗଲା। କିଛି ଦିନ ପରେ ଚିଲଛୁଆ ଦେଖିଲା ସେ କିଣିଥିବା ସବୁ ଗୋଲାପ ଫୁଲ ଶୁଖି ଯାଇଛି। ଏମିତି ଦେଖି ତ ସେ ଅନେକ ରାଗିଗଲା। ମନ୍ତ୍ରୀ ମନ୍ତ୍ରୀ କୋଉଠି ଅଛ? ଶୀଘ୍ର ମୋ ପାଖକୁ ଆସ। କଣ ହେଲା ରାଜକୁମାରୀ, ମତେ କାହିଁକି ଡାକିଲେ? ଏଇ ଦେଖ ମୁଁ କିଣିଥିବା ସବୁ ଫୁଲ କେମିତି ଶୁଖି ଯାଇଛି। ସେ ଫୁଲ ବିକ୍ରି କରୁଥିବା ଦୁଇ ଚଢ଼େଇଙ୍କୁ ଏବେ ହିଁ ଧରି ଆଣି ବନ୍ଦୀ କର। ସେମାନେ ମତେ ଖରାପ ଫୁଲ ବିକ୍ରି କରିଛନ୍ତି। ନା ନା ରାଜକୁମାରୀ, ସେ ଦୁଇ ଚଢ଼େଇଙ୍କର କିଛି ବି ଭୁଲ ନାହିଁ। ଗଛରେ ଫୁଲ ଥିଲେ ତା ବହୁତ ଦିନ ଯାଏ ସତେଜ ରୁହେ। ଥରେ ଯଦି ଗଛରୁ ଫୁଲ ତୋଳାଯାଏ ସେ ଫୁଲ ଶୁଖିଯାଏ। ଓ ଆଚ୍ଛା ଏମିତି କଥା। ତାହେଲେ ମୁଁ ଏବେ ହିଁ ବାପାଙ୍କୁ କହିବି ସେ ମୋ ପାଇଁ ଗୋଟେ ବଗିଚା କରିଦେବେ, ଯେମିତି ମୁଁ ସବୁଦିନ ସତେଜ ଫୁଲ ମାନଙ୍କୁ ଦେଖିପାରିବି। ବାପା ମୋର ଗୋଟେ ଜିନିଷ ଦରକାର, ତୁମକୁ ମୋ ଇଚ୍ଛା ପୂରା କରିବାକୁ ହିଁ ପଡ଼ିବ। ମାରେ ତୁ ମୋର ଗୋଟିଏ ବୋଲି ଝିଅ, ତୁ ଯାହା କହିବୁ ମୁଁ ତୋର ସବୁ ଇଚ୍ଛା ପୂରା କରିବି। ତୁ ଖାଲି କହ ତୋର କଣ ଦରକାର। ବାପା ନଦୀ ପାଖରେ ମୋ ପାଇଁ ଗୋଟେ ବଡ଼ ଗୋଲାପ ଫୁଲର ବଗିଚା କରିଦିଅ। ଓ ଏଇ କଥା ମା, ଏଥିପାଇଁ ତୁ ଏତେ ମନ ଦୁଃଖ କରିଅଛୁ। ଆଜି ହିଁ ତ ବଗିଚା ହେଇଯିବ, ଆଉ ସେ ବଗିଚାରେ ଅନେକ ଅନେକ ଗୋଲାପ ଫୁଲ ରହିବ। ତେବେ ଠିକ ଅଛି ବାପା, ଏବେ ମୁଁ ଯାଉଛି। ମନ୍ତ୍ରୀ କୁଆଡେ ଗଲ? ଶୀଘ୍ର ଏଠାକୁ ଆସ। ଆଜ୍ଞା ମହାରାଜ, ମତେ ଡାକିଲେ? ହଁ ମନ୍ତ୍ରୀ, ଏବେ ହିଁ ଯାଅ ନଦୀ ପାଖରେ ଏକ ସୁନ୍ଦର ବଗିଚାର ବ୍ୟବସ୍ଥା କର, ଆଉ ସେ ବଗିଚାରେ କେବଳ ଗୋଲାପ ଫୁଲ ରହିବ। ମହାରାଜ ଆପଣ ଯଦି କିଛି ନ ଭାବିବେ ମୁଁ ଗୋଟେ କଥା କହିଥାନ୍ତି। କଣ କହିବ ମନ୍ତ୍ରୀ କୁହ। ମହାରାଜ ଆପଣ ରାଜକୁମାରୀଙ୍କୁ ବହୁତ ଭଲ ପାଆନ୍ତି, ତା ଆମେ ସମସ୍ତେ ଜାଣୁ। କିନ୍ତୁ ମହାରାଜ ରାଜକୁମାରୀ କହିବା ସଙ୍ଗେ ସଙ୍ଗେ ହିଁ ଆପଣ ଯଦି ତାଙ୍କୁ ସବୁ କିଛି ଦେଇଦେବେ ତାଙ୍କ ଅଭ୍ୟାସ ଖରାପ ହେଇଯିବ। ମା ହରା ଛୁଆଟି କୌଣସି ପ୍ରକାରର କଷ୍ଟ ପାଉ ମୁଁ ତ ଚାହେଁନି ମନ୍ତ୍ରୀ। ମୁଁ ସବୁ ସହିପାରିବି, ହେଲେ ମୋ ଝିଅର କଷ୍ଟ ସହିପାରିବିନି। ତୁମେ ଆଉ ବେଶୀ କଥା ନ କହି ଯାଅ, ଶୀଘ୍ର ବଗିଚାର ବ୍ୟବସ୍ଥା କର। ଆଜ୍ଞା ମହାରାଜ, ମୁଁ ଭୁଲ କରିଥିଲେ ମତେ କ୍ଷମା କରିଦେବେ। ମୁଁ ଏବେ ବଗିଚାର ବ୍ୟବସ୍ଥା କରୁଛି। ତାପରେ ମନ୍ତ୍ରୀ ମିଟୁ କିଛି ସୈନ୍ୟଙ୍କୁ ଧରି ନଦୀ ପାଖକୁ ଗଲା, ଆଉ ସେଠି କିଛି ଗୋଲାପ ଗଛ ଲଗେଇଲା। କିଛି ଦିନ ପରେ ଗଛ ଗୁଡ଼ିକ ବଡ଼ ହେଇ ସେଥିରେ ଅନେକ ଅନେକ ଗୋଲାପ ଫୁଲ ଫୁଟିଲା। ଏସବୁ ଦେଖି ଚିଲଛୁଆ ଖୁବ୍ ଖୁସି ହେଇଗଲା। ବାଃ, ମୋ ବଗିଚାଟି ସତରେ ବହୁତ ସୁନ୍ଦର ହେଇଛି। ମୋ ବଗିଚାକୁ ଦେଖି ଲାଗୁଛି ଆଉ କାହାର ବି ଏମିତି ବଗିଚା ନଥିବ। ମୁଁ ମୋ ବଗିଚାରେ କାହାକୁ ବି ବସିବାକୁ ଦେବିନି। ଏ ବଗିଚା କେବଳ ମୋର। ଘରକୁ ଯିବାର ସମୟ ହେଇଗଲାଣି, ଏବେ ମୁଁ ଘରକୁ ଯାଏ, କାଲି ପୁଣି ଆସିବି। ବାଃ, ଲାଲ ଗୋଲାପଟି ଭାରି ସୁନ୍ଦର ଦେଖାଯାଉଛି। ମୁଁ ମୋ ମୁଣ୍ଡରେ ଗୋଟେ ଫୁଲ ଖସି ନିଏ। ଏବେ ମୁଁ ଆହୁରି ସୁନ୍ଦର ଦେଖାଗଲି। ମୁଁ ଏ ବଗିଚାକୁ ଆହୁରି ସୁନ୍ଦର କରିବାକୁ ଚାହୁଁଛି, କିନ୍ତୁ ରାଜକୁମାରୀର ଏପରି କାମ ମତେ ଜମା ଭଲ ଲାଗୁନି। ଆଉ ରାଗ କରନି ଭଉଣୀ, ରାଜକୁମାରୀ ବଗିଚା କରିବାକୁ କହିଥିଲେ ବୋଲି ଆଜି ଆମେ ଏଠି ରହିଛନ୍ତି, ନହେଲେ ତ ଏଠି ରହିପାରନ୍ତେନି। ସେ ଗୋଟିଏ ଗୋଲାପ ଫୁଲ ନେଇଛନ୍ତି, ବେଶୀ ତ ନେଇନାହାନ୍ତି। ତୁ କଷ୍ଟ ଭୁଲି ଯା ଭଉଣୀ। ଠିକ ଅଛି, ମୁଁ ଆଉ ରାଗିବିନି। କାଲି ମୁଁ ଆହୁରି ଗୋଲାପ ଫୁଲ ଫୁଟେଇବି, ଯେମିତି ପୁରା ବଗିଚା ଗୋଲାପ ଫୁଲରେ ମହକିବ। ଏମିତି ସେ ସବୁ ଫୁଲ କଥା ହେଉଥିଲେ। ସେଠାରୁ କିଛି ଦୂରରେ କୁନି ଚଢ଼େଇ ତା ମା ସହ ରହୁଥିଲା। ଆରେ ମା, ଆଉ କିଛି ସମୟ ପରେ ସନ୍ଧ୍ୟା ହେଇଯିବ, ତୁ ପଢିବାକୁ ବସିବୁ। ତାହେଲେ ତୁ ଏବେ ବାହାରକୁ କାହିଁକି ଯାଉଛୁ? ମୁଁ ଖେଳିବାକୁ ଯାଉଥିଲି ମା, ଚିନ୍ତା କରନି, ମୁଁ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ଆସିବି, ତାପରେ ପାଠ ପଢିବି। ଆଚ୍ଛା ଠିକ ଅଛି, ଯା, ଘରକୁ ଶୀଘ୍ର ଫେରି ଆସିବୁ, ବେଶୀ ଡେରି କରିବୁନି। ମୁଁ ପ୍ରତିଦିନ ନଦୀ ଏପଟରେ ଖେଳେ, ମୁଁ ନଦୀ ସେପାଖକୁ କେବେ ବି ଯାଇନି। ଆଜି ମୁଁ ସେଠାକୁ ଯାଇ ଦେଖେ ସେଠି କଣ ଅଛି। ଆରେ ବାଃ, ଏଠି ଏତେ ସୁନ୍ଦର ଗୋଟେ ଫୁଲ ବଗିଚା ଅଛି। ମୁଁ ଆଗରୁ ଏତେ ସୁନ୍ଦର ଫୁଲ ବଗିଚା ଦେଖିନଥିଲି। କେତେ ଗୁଡ଼ିଏ ପ୍ରଜାପତି ଏଠି ଖେଳୁଛନ୍ତି। ଯାଉଛି, ମୁଁ ତାଙ୍କ ସାଙ୍ଗରେ ଖେଳିବି। ଏମିତି କହି କୁନି ପ୍ରଜାପତି ମାନଙ୍କ ସହ ଖେଳିଲା। ଆଜି ମୁଁ ବହୁତ ଖୁସି,
एते दिन पर मु एमिति खेलिली मते आज बहुत भल लागिला। छोट झिया तते एमिति खेलिबार देखि हमको भी भारी भल लागिला। तो काली पुणी आसीबू आमे सांग ही खेलिबा। ए किए तो आ मो बगीचारे पसिबाको साहस केमिति कलु? तो जानिनु मु किए? मु हेउची राजकुमारी। ए बगीचारे मो छड़ा और केही भी पसि पारिबेनी। तू शीघ्र एठु बाहरी जा। क्षमा करिबे राजकुमारी, एबे मु एठु जाउची। किंतु मु एठाको आसिले असुविधा कोन? मु कोनसी गछर क्षति करूनी, केवल प्रजापति मानक सह खेलुथिली। तोर एते साहस मो मुह उपरे जवाब देउछु? बाहरी जा एठु, नहले मु तते कारागार रे बंदी करी रखिबी। केते साहसी गरीब मानकर मो बगीचारे पसुचंती। मंत्री शीघ्र मो बगीचा को घेर कर दियो, जेमिति केही भी मो बगीचारे पसिबाको साहस करिबेनी। आउ ता सह ए प्रजापति मानको भी एठु बाहर कर। ए प्रजापति माने मो बगीचार सौंदर्य को नष्ट करूचंती। एमिति करंतुनी राजकुमारी, प्रजापति न रहिले फूल मानकर ही क्षति हेबो। महाराज आपण टिके राजकुमारी को बुझांतु, से जहा करूचंती भूल करूचंती। हाँ माँ, एमिति आउ जिद करनी। प्रजापति न रहिले फूल बगीचा नष्ट हो जिवो। बापा सामान्य गोटे मंत्री रो कथा सुनी तुमे मते एते कथा कहूच? आज मो माँ बंचितिले तुमे मते कोन एमिति रागी थांतो? तुमे तुम मंत्री सांगरे रुह, मु आज ही राजप्रसाद छाड़ी चली जीबी। ना ना माँ, एमिति कहनी। तो बिना मु केमिति बंचिबी? मंत्री जाओ, एबे ही मो झियो जेमिति कहिला सेमिति कर। बगीचारे थिबा सब प्रजापति को बाहर करी दियो। ठीक अछि महाराज, आपण जेमिति कहउचंती मु सेमिति करिबी। किंतु महाराज झियो कथारे पड़ी आपण भी भूल करूचंती। एक ए माने हम समस्त को एठु काहे के बाहर करूचंती? सब से गर्भी राजकुमारी पाई मु केबे भी से गर्भी राजकुमारी बगीचारे रहिबिनी। आमे प्रतिदिन राजकुमारी को खुशी करिया पे अनेक फूल फुटाऊ, किंतु राजकुमारी हमर प्रशंसा न करी ओलोटा आम सह सांग होतबा प्रजापति मान को एठु बाहर करी देउची। मु आउ केबे भी फूल फुटेबिनी। हाँ भौणी, तू ठीक कहलु। राजकुमारी दिने दिने ता अहंकार शास्ति पाइब। कि रे बाहर आसिला परठु एमिति मन दुखरे काहेकि बसिचु? कोनी तारा माँ को राजकुमारी रो सब कथा कहिला। माँ रे आमे गरीब, आमे सब जगह को जाई परिबानी। तू आउ केबे भी से बगीचा को जानी। तू निजे किछि गछ आनी आम घर अगणारे लगा। गछ बड़ हेले तू मन भरी निज बगीचारे खेली पारिबू। ठीक अछि माँ, मु काली ही फूल गछ आनी आम घर अगणारे लगेबी। माँ मु एबे जाउची, जंगल भितर भल भल फूल गछ खोजी आनिबी। अच्छा ठीक अछि जा। हेले सुन माँ, जंगलर बेसी भितर को जीवुनी, आ शीघ्र घर को फेरिबू। मो थरे जाई मो बगीचा को देखि आसे, प्रजापति माने मो बगीचारे अछंती कि नाही। बा मो बगीचाटी आज पूरा पूरी शांत, केही भी मो बगीचारे नाहंती। किंतु एक मो गछ गुड़ाकर आज गोटे भी फूल फुटिनी। निश्चय काली फुटिबा। मु एबे घर को जाए। सेपटे कुनी फूल गछ आनी निज अगणारे लगेला। किछि दिन रे ही ता गछ बड़ ही सेथिरे फूल फुटिला। ता देखि अनेक प्रजापति से फूल बगीचा को आसिले। आरे तमे समस्ते एठी कोन आउ कहिबो सांग? राजकुमारी तांका बगीचारो हमको बाहर कर देइचंती। तमे माने आउ मन दुख करनी। आज तो तमे माने मो बगीचारे रुह, मु प्रतिदिन तम मानक सह खेलिबी। मारे कौन हेइछि तोर? तू एमिति मन दुख करी बाहरु आसिलु जे? कौन हेइछि तोर मते कह, मु तो कष्ट देखि परिबिनी। बापा किछि दिन हेबा मो बगीचारे फूल फुटुनी। एमिति काहेकि होउची मु किछि बुझी पारुनी। क्षमा करिबे राजकुमारी, एथिबाई केवल आपण दायी। आपण को भूल पाई ही आज बगीचार एमिति अवस्था हेइची। आपण जदि प्रजापति मानकु बगीचारु तड़ी न थांते, फूल गछ गुड़ाक एमिति सुखी न थांता। प्रकृतिर गोटे नियम अछि,
जे प्रकृतिर नियम विरुद्ध जाए क्षति तार ही हुए। चुप कर मंत्री, मो झील एते मन दुखरे अच्छी आउ तुमे ताकू एमिति कथा कहूच। बापा मंत्री को रागनी, से ठीक कहते। मोमो अहंकार रे अंधा हो जाइतिले। मंत्री मोमो भूल बुझी पारुची, दया करी मते कहंतु मु केमिति मो बगीचा को ठीक करिबी। आपण पुणी थरे से प्रजापति मान को फेरे आंतु, आपण को फूल बगीचा पूर्व भली हेई जिवो। तेबे ठीक अछि मंत्री, एबे ही जाओ आउ से प्रजापति मान को खोजी आण। एमिति मंत्री चारियाडे प्रजापति मान को खोजिला। खोजु खोजु से कुनी घरे प्रजापति मान को पाई गला। राजकुमारी निज भूल बुझी सारिलेणी। प्रजापति दल तमे माने एबे मो सांगरे तांको बगीचा को चलो। ना आमे आम सांग को छाड़ी कुआडे भी जीबुनी। कोनी तू टिके प्रजापति मान को बुझा, से माने मो सांगरे जानतु। आउ तू जेबे भी चाहबो राजकुमारी को बगीचा को आसी पारिबो। निज बगीचार अवस्था देखी राजकुमारी निज भूल बुझी सारिलेणी। तू टिके प्रजापति मान को बुझा, से माने मो सांगरे जानतु। अच्छा ठीक अच्छी सांग माने एबे तमे माने सेठा को जाओ, मु भी तम मान को देखा करबा को जेबी। आउ जेबे भी तम मानकर मन हेबो मो बगीचा को बुलिया पे चली आसीबा। राजकुमारी निज भूल बुझी सारिलेणी, एबे तांको क्षमा करि दियो। सांग सतरे तो बहुत भलो, आमे एबे सेठा को जाउचो। जेमिति प्रजापति माने बगीचा को फेरी आसिले, संगे संगे सब गछ पूर्व भली हेई गले। देख भौणी आम सांग माने फेरी आसिचंती। हाँ ठीक कहलु भौणी, एबे आमे तांका सह खेलिबा आउ अनेक मजा करिबा। वाह मो बगीचाटी पुणी थरे पूर्व भली हेई गला। कोनी तते अनेक अनेक धन्यवाद, ए सब संभव तो पई हेची। मु आउ केबे भी अहंकार करिबिनी। आजिठु आमे सांग हेई हे बगीचा रे खेलिबा। से दिन परठारु चिलछुआ आउ कुनी सांग हेई प्रतिदिन से बगीचा रे खेलुथिले। सेपटे देख, ए बगीचार मालिकाणी सब फूल तोड़ी नहीं जाउचंती। तू ई कोन कहूचु? मालिकाणी जदी सब फूल तोड़ी नहीं जिबे आमे कोठी रहिबा? चल मा एबे ही मालिकाणी का सह ए विषय कथा हेबा। मालिकाणी तुमे बगीचार सब फूल तोड़ी नियनी, नहले हम घर भांगी जिवो। तुमे आम पई अल्प किछि फूल छाड़ी दियो, बाकी फूल सब तुमे नहीं जाओ। मो बगीचार फूल तोड़ी भी न तोड़ी भी सेटा मो इच्छा। तो पई फूल रखिले मोर कोन लाभ हेबो? मु जदि मो बगीचार सब फूल बिक्री करिबी बहुत टंका पाइबी। मालिकाणी एमिति कहंतुनी, अन्य को सहाय्य कले भगवान तांको सहाय्य करंती। मु सब फूल कथा कहूनी, केवल 2टी फूल गछ रखी बाकी फूल नहीं जांतु। हम कोठी रहिबाको देले हमें बहुत खुशी हेबो मालिकाणी। तमे माने खुशी हेले मते कोन मिलिबो? मते आ विरक्त करनी। तमे माने आज ही मो बगीचा छाड़ी चली जाओ। जदि न जीवो मो झाड़ू रे पिटी पिटी तम मानको मो बगीचा बाहर कर देबी। ना ना हमको मारनी, हमें एबे चली जाउछु। अरे कौन पानी तो सरी गला, एबे आहुरी अनेक गछ अछि। माँ कुनी पानी नेके आसिलु, गछरे पानी देबा। माँ सेपटे देख, सेठी गोटे फूल बगीचा अछि। चल माँ हमें सेई बगीचारे घर करी रहिबा। हाँ तू ठीक कहलु रे माँ, हेले हमें रहिबा आगरु चले से मालिकाणी कोठु अनुमति नेबा। माँ देख छोट छोट प्रजापति माने आम पाखक आसुचंती। मालिकाणी मालिकाणी आम पाखरे एबे घर नाही, तुम बगीचारे आमको घर करिबाको देबो? हाँ हाँ मु तम मानकु मो बगीचारे रहिबाको देबी, किंतु मो बगीचार सब गछरे तो फूल फुटिनी। तथापि कोन तमे माने मो बगीचारे रहिबो? किछि दिन परे सब गछरे फूल फुटी जिवो, सेति पई तुमे चिंता करनी। जेबे तुमर फूल बिक्री करिबाको इच्छा हेबो, तुमे आम पई किछि फूल गछ छाड़ी बाकी फूल गछ बिक्री करि परिबो। अरे अल्प गछरे कोन पई, तमे माने पूरा बगीचारे आराम रे रुह। मु केबे भी तम मानकु एठु बाहर करिबिनी। तम मानकर जदि किछि दरकार हुए मते कहिबो, मु आनी देबी। ना ना मालिकाणी हमर आ किछि भी दरकार नाही, तुमे हमको रहिबाकु देलो सेतिकिरे आमे बहुत खुशी।
ତୁମକୁ ଅନେକ ଅନେକ ଧନ୍ୟବାଦ। ଏବେ ଆମେ ନିଜ ପାଇଁ ଘର ତିଆରି କରିନେବୁ। ସେଦିନ ପରଠାରୁ ପ୍ରଜାପତିମାନେ ଚଢ଼େଇର ବଗିଚାରେ ରହିଲେ। କିଛି ଦିନ ପରେ ଚଢ଼େଇ ବଗିଚାରେ ଥିବା ସବୁ ଗଛରେ ଫୁଲ ଫୁଟିଲା। ଚାରିଆଡେ ଫୁଲର ବାସ୍ନା ମହକୁଥିଲା। ମା ମା, ଫୁଲର କେତେ ସୁନ୍ଦର ବାସ୍ନା ଆସୁଛି ନା। ଏଇ ଦେଖ ମା, ଆଗରେ ଗୋଟେ ଫୁଲ ବଗିଚା ଅଛି। ଯାଅ ନା ମା, ସେଠାରୁ ମୋ ପାଇଁ କିଛି ଫୁଲ ତୋଳି ନେଇ ଆସିବ। ଆଚ୍ଛା ଠିକ ଅଛି ରେ ମା, ଚାଲ ସେଠାକୁ ଯିବା। ଘରେ କିଏ ଅଛ? ହଁ, ଆପଣ ମତେ ଡାକିଲେ ଚିର ଦିଦି? ମୁଁ ତୁମ ଘର ରାସ୍ତା ଦେଇ ଯାଉଥିଲି। ମୋ ଝିଅକୁ ତୁମ ଫୁଲ ଭାରି ପସନ୍ଦ ହେଇଛି। ମୁଁ ତୁମ ପାଖରୁ କିଛି ଫୁଲ କିଣିବାକୁ ଆସିଥିଲି। କିନ୍ତୁ ଚିଲ ଦିଦି, ମୁଁ ଆମ ବଗିଚାର ଫୁଲ ବିକ୍ରି କରିବିନି। କିଛି ପ୍ରଜାପତି ମୋ ବଗିଚାରେ ରହୁଛନ୍ତି। ମୁଁ ଫୁଲ ବିକ୍ରି କଲେ ତାଙ୍କ ଘର ନଷ୍ଟ ହେଇଯିବ। କଣ ହେଲା? ସାମାନ୍ୟ ପ୍ରଜାପତି ମାନଙ୍କ ପାଇଁ ତମେ ଫୁଲ ବିକ୍ରି କରୁନ? ଦେଖିକି ଜଣା ପଡୁଛି ତୁମେ କେତେ ଗରିବ। ଫୁଲ ବିକ୍ରି କଲେ କିଛି ଟଙ୍କା ପାଆନ୍ତ, ନିଜର ଲାଭ ନ କରି ଓଲଟା କ୍ଷତି କରୁଛ। ହଁ ଚିଲ ଦିଦି, ଆମେ ଗରିବ, କିନ୍ତୁ ମୋ ସ୍ୱାମୀ ଯେତିକି ରୋଜଗାର କରନ୍ତି ଆମେ ଖୁସିରେ ଚଳିଯାଉ। ନିଜର ଲାଭ ପାଇଁ ମୁଁ ପ୍ରଜାପତି ମାନଙ୍କୁ କଷ୍ଟ ଦେଇପାରିବିନି। ଥାଉ ଥାଉ, ଆଉ ବେଶୀ ଉପଦେଶ ଦିଅନି। ଅନ୍ୟର ଉପକାର କରି ନିଜର କ୍ଷତି କରୁଛ। ଏମିତିରେ ତୁମେ କେବେ ଧନୀ ହେଇପାରିବନି। ଚାଲ ମା, ମୁଁ ତତେ ଆଉ କୋଉଠି ଫୁଲ କିଣିଦେବି। ଏମିତି କହି ଚିଲ ସେଠାରୁ ଚାଲିଗଲା। ତାଙ୍କର ସବୁ କଥା ପ୍ରଜାପତି ଛୁଆ ଶୁଣୁଥିଲା। ସେ ଶୀଘ୍ର ତା ମା ପାଖକୁ ଗଲା। ମା ମା, ଆମେ ଏଠାକୁ ଆସି କିଛି ଠିକ କଲେନି। କଣ ହେଲା ରେ ମା? ଏ ବଗିଚାର ମାଲିକାଣୀ ଆମକୁ ଏଠାରୁ ଚାଲିଯିବାକୁ କହିଲେ କି? ପ୍ରଜାପତି ଛୁଆ ତା ମାକୁ ସବୁ ଘଟଣା କହିଲା। କାଉ ଘରେ ସବୁ କିଛି ଥାଇ ବି ସେ ଆମକୁ ତା ବଗିଚାରୁ ବାହାର କରିଦେଲା। ହେଲେ ଚଢ଼େଇ ଗରିବ ହେଲେ ବି ଆମର ଉପକାର କଥା ଚିନ୍ତା କରୁଛି। କିଛି ସମୟ ପରେ ବର୍ଷେ ହେଇଯିବ, ଆମେ ଆମ ଅଭିଶାପରୁ ମୁକ୍ତ ହେବା। ତାପରେ ମୁଁ ଚଢ଼େଇକୁ କିଛି ଉପହାର ଦେବି। ଚାଲ ମା, ତା ପାଖକୁ ଯିବା। ମା, ଆମ ଟିଚର କହିଛନ୍ତି କାଲି ଗୋଟେ ଫୁଲ ଘର ତିଆରି କରି ସ୍କୁଲକୁ ନେବା ପାଇଁ। ଆରେ ମା, ଆମ ବଗିଚାରେ ତ ଆଉ ଫୁଲ ନାହିଁ, ତୁ ଫୁଲ ଘର କେମିତି ତିଆରି କରିବୁ? ଆରେ ହଁ, ମୋର ମନେ ପଡ଼ିଲା। ମୁଁ ଥରେ ଦେଖିଥିଲି ଚଢ଼େଇ ବଗିଚାରେ ଅନେକ ଫୁଲ ଫୁଟିଛି। ମୁଁ ତା ବଗିଚାରୁ କିଛି ଫୁଲ ତୋ ପାଇଁ ଆଣିଦେବି। ଆରେ ପ୍ରଜାପତି, କଣ ହେଲା? ହଠାତ୍ ମୋ ପାଖକୁ ଆସିଲ ଯେ? ତମର କିଛି ଅସୁବିଧା ହେଲା କି? ନା ନା, ମୋର କିଛି ବି ଅସୁବିଧା ହେଇନି। କିଛି ସମୟ ଅପେକ୍ଷା କର, ତୁମେ ସବୁ ଜାଣିଯିବ। ଏଇ କଣ? ତୁମେ ପ୍ରଜାପତିରୁ ପରୀ କେମିତି ପାଲଟି ଗଲ? ଆମେ ପ୍ରଜାପତି ନୁହଁ, ଆମେ ପରୀ। ଏକ ରାକ୍ଷସୀର ଅଭିଶାପ ଯୋଗୁଁ ଆମେ ମା ଝିଅ ପ୍ରଜାପତି ପାଲଟି ଯାଇଥିଲୁ। ଜଣେ ସାଧୁ ବାବା କହିଥିଲେ ଆମେ ଜଣଙ୍କ ବଗିଚାରେ ଗୋଟେ ଫୁଲ ଘର ତିଆରି କରି ବର୍ଷେ ସେଠି ରହିଲେ ଆମେ ଆମ ଅଭିଶାପରୁ ମୁକ୍ତ ହେବୁ। ଆଜି ବର୍ଷେ ହେଇଗଲା, ସେଥିପାଇଁ ଆମେ ପୂର୍ବ ରୂପକୁ ଫେରି ପାଇଲୁ। ଚଢ଼େଇ, ତମକୁ ଅନେକ ଅନେକ ଧନ୍ୟବାଦ। ତୁମେ ଆମକୁ ନିଜ ବଗିଚାରେ ରହିବାକୁ ଦେଲ ବୋଲି ଆମେ ଆମ ଅଭିଶାପରୁ ମୁକ୍ତ ହେଲୁ। ଏଇ ନିଅ, ମୋ ତରଫରୁ ତୁମ ପାଇଁ କିଛି ଉପହାର। ଏ ସୁନା ଗଛ ଆଜିଠୁ ତୁମର। ପ୍ରତିଦିନ ଏଇ ସୁନା ଗଛରେ ସୁନା ଫୁଲ ଫୁଟିବ। ତୁମେ ସେସବୁ ବିକ୍ରି କରି ଆରାମରେ ଚଳିପାରିବ। ତୁମକୁ ଆଉ କଷ୍ଟ କରିବାକୁ ପଡ଼ିବନି। ପରୀ, ତୁମକୁ ଅନେକ ଅନେକ ଧନ୍ୟବାଦ। ତୁମର ଯେବେ ବି ବୁଲିବାକୁ ଇଚ୍ଛା ହେବ ଆମ ଘରକୁ ଆସିପାରିବ। ଏମିତି ପରୀ ଆଉ ଚଢ଼େଇ କଥା ହେଲା ପରେ ପରୀ ସେଠାରୁ ଚାଲିଗଲା। ଦୂରରୁ ଥାଇ କାଉ ତାଙ୍କର ସବୁ କଥା ଶୁଣୁଥିଲା। ଆରେ ଆରେ, ମୁଁ ଏ କଣ କଲି? ନିଜ ହାତରେ ହିଁ ନିଜର ଏତେ ବଡ଼ କ୍ଷତି କରିଦେଲି। ମୁଁ ଯଦି ପ୍ରଜାପତି ମାନଙ୍କୁ ମୋ ବଗିଚାରୁ ବାହାର କରିନଥାନ୍ତି, ଆଜି ମୁଁ ସେ ସୁନା ଫୁଲ ଗଛ ପାଇଥାନ୍ତି। କାଉ ମନ ଦୁଃଖ କରି ନିଜ ଘରକୁ ଫେରିଗଲା। ସେପଟେ ଚଢ଼େଇ ସୁନା ଫୁଲ ବିକ୍ରି କରି ଖୁସିରେ ତା ପରିବାର ସହ ରହିଲା। ଆରେ କାଉ, ଦେଖେ ବର୍ଷା ହେଲାଣି। ବର୍ଷାରେ ଚଢ଼େଇ ମାନଙ୍କ ଘରୁ ଚୋରି କରିବା ଭାରି ସହଜ ହେଇଥାଏ। ଚାଲେ ଆଜି ପାଖ ଜଙ୍ଗଲକୁ ଯିବା, ଆଉ ଗୋଟେ ଚଢ଼େଇ ଘରୁ ଚୋରି କରିବା। ହଁ, ତୁ ଠିକ କହିଲୁ, ଚାଲ ଏବେ ଯିବା। କାଉ, ଦେଖ ଦେଖ, ଆଗରେ ଗୋଟେ ଚଢ଼େଇ ଘର ଦେଖାଯାଉଛି। ଆଜି ଆମେ ଏଇ ଚଢ଼େଇ ଘରୁ ଚୋରି କରିବା।
ଘରେ କିଏ ଅଛ? ଦୟାକରି କବାଟ ଖୋଲ, ଆମେ ବଡ଼ ବିପଦରେ ପଡ଼ିଛୁ, ଆମକୁ ଟିକେ ସାହାଯ୍ୟ କର। କିଏ ତମେ ମାନେ? ମୁଁ ଆଗରୁ ତ ତମମାନଙ୍କୁ ଏ ଜଙ୍ଗଲରେ ଦେଖିନି। ଆମ ଘର ପାଖ ଜଙ୍ଗଲରେ। ପ୍ରତିଦିନ ଆମେ ଏ ଜଙ୍ଗଲକୁ କାମ କରିବା ପାଇଁ ଆସୁ, କିନ୍ତୁ ଆଜି ଘରକୁ ଫେରିବା ସମୟରେ ଝଡ଼ ବର୍ଷା ଆରମ୍ଭ ହେଇଗଲା। ଆମେ ଆଉ ଘରକୁ ଫେରି ପାରିଲୁନି। ଆଜି ରାତି ଆମକୁ ତୁମ ଘରେ ଆଶ୍ରୟ ଦେଇଥାଅ, ସକାଳ ହେଉ ହେଉ ହିଁ ଆମେ ଏଠୁ ଚାଲିଯିବୁ। ଓ ଆଚ୍ଛା, ଏମିତି କଥା। ଠିକ୍ ଅଛି, ଆଜି ରାତି ତମେ ମାନେ ମୋ ଘରେ ରହିଯାଅ। ଆସ ଆସ, ଘର ଭିତରକୁ ଆସ। ଚଢ଼େଇ ସେ ଅଚିହ୍ନା ପକ୍ଷୀମାନଙ୍କୁ ବିଶ୍ୱାସ କରି ନିଜ ଘରେ ରହିବାକୁ ଦେଲା। ଅଧ ରାତିରେ ଚଢ଼େଇ ଯେତେବେଳେ ଶୋଇଗଲା, କାଉ ଆଉ ତାର ସାଙ୍ଗ ଚଢ଼େଇ ଘରର ସବୁ ଜିନିଷ ଚୋରି କରି ନେଇଗଲେ। ପରଦିନ ସକାଳେ ଏ କ'ଣ? ମୋ ଘରେ ତ ଗୋଟେ ବି ଜିନିଷ ନାହିଁ। ସେ ପକ୍ଷୀ ଦୁଇଟା ବି ତ ଦେଖାଯାଉନାହାନ୍ତି। ତା ମାନେ କ'ଣ ସେମାନେ ହିଁ ମୋର ସବୁ ଜିନିଷ ଚୋରି କରି ନେଇଗଲେ? ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ମୁଁ ବିପଦରେ ପଡ଼ିଗଲି। ହେ ଭଗବାନ, ଏବେ ମୁଁ କ'ଣ କରିବି? କ'ଣ ହେଲା ଚଢ଼େଇ? ତୁ ଏତେ ସକାଳୁ ସକାଳୁ ଏମିତି କାନ୍ଦୁଛୁ କ'ଣ ପାଇଁ? ମିଟୁ ଭଉଣୀ, ନ କାନ୍ଦି ମୁଁ କ'ଣ ରହିପାରିବି? ଗତ ରାତି ମୋ ଘରର ସବୁ ଜିନିଷ ଚୋରି ହେଇଯାଇଛି। କ'ଣ ହେଲା? ତୋ ଘରୁ ଜିନିଷ ଚୋରି ହେଇଯାଇଛି? କିନ୍ତୁ ମୁଁ ତ ଶୁଣିଥିଲି ଆମ ଜଙ୍ଗଲରେ ସେମିତି କେହି ଚୋର ନାହାନ୍ତି। ତା ମାନେ କ'ଣ ମୁଁ ଭୁଲ ଶୁଣିଥିଲି? ନାଇଁ ମିଟୁ ଭଉଣୀ, ତୁମେ ଠିକ୍ ଶୁଣିଛ। ଏ ଜଙ୍ଗଲର ପକ୍ଷୀ ମୋ ଘରୁ ଚୋରି କରିନାହାନ୍ତି। ଯୋଉମାନେ ଚୋର ସେମାନେ ପାଖ ଜଙ୍ଗଲର। ତୁ ଏ କ'ଣ କହୁଛୁ? ହେ ଭଗବାନ, ତୁ କାହିଁକି ଅଚିହ୍ନା ପକ୍ଷୀମାନଙ୍କୁ ନିଜ ଘରେ ରହିବାକୁ ଦେଉଥିଲୁ? ଏତେ ସରଳ ହେବା ଠିକ୍ ନୁହଁ। ତୁ ଯଦି ଚାଲାକ ନ ହେବୁ, ଏ ଦୁନିଆରେ କେମିତି ବଞ୍ଚିବୁ କହିଲୁ? ମୋର ଭୁଲ ହେଇଗଲା ମିଟୁ ଭଉଣୀ, ମୁଁ ଆଉ ଦିନେ ଏମିତି ଭୁଲ କରିବିନି। ହା ହା ହା, ସେ ଚଢ଼େଇଟା କେତେ ବୋକା। ଏମିତି ଯଦି ସବୁ ଚଢ଼େଇ ବୋକା ହୁଅନ୍ତେ, ଆମକୁ ଆଉ କଷ୍ଟ କରି ଚୋରି କରିବାକୁ ପଡ଼ନ୍ତାନି। ହଁ କାଉ, ତୁ ଠିକ୍ କହିଲୁ। ଚଢ଼େଇ ଘରୁ ଆମେ ଏତେ ଜିନିଷ ଚୋରି କରିଛେ, 3 ରୁ 4 ଦିନ ଆମକୁ ଆଉ ଚୋରି କରିବାକୁ ପଡ଼ିବନି। ଏମିତି କିଛି ଦିନ ବିତିଗଲା। ଦିନେ ଜଙ୍ଗଲରେ ପ୍ରବଳ ବର୍ଷା ହେଲା। ସେଇ ବର୍ଷାରେ ଚଢ଼େଇର ଘର ଭାଙ୍ଗିଗଲା। ଚଢ଼େଇ ଆଶ୍ରୟ ପାଇଁ ଘର ଖୋଜୁଥିଲା। ଏମିତି ସକାଳ ହେଇଗଲା। ସେତେବେଳେ ଚଢ଼େଇ ଦେଖିଲା ନଦୀ କୂଳରେ ଏମିତି ଏକୁଟିଆ ଗୋଟେ ଛୋଟ ଛୁଆ କାହିଁକି ଛିଡ଼ା ହେଇଛି? ଆଖପାଖରେ ତ କେହି ବି ଦେଖାଯାଉନାହାନ୍ତି। ଆରେ ଆରେ, ଇଏ କ'ଣ? ଗୋଟେ କୁମ୍ଭୀର ତ ତା ପାଖକୁ ଯାଉଛି। କୁମ୍ଭୀର ତାକୁ ଖାଇବା ପୂର୍ବରୁ ମୁଁ ଶୀଘ୍ର ତାକୁ ନେଇଯାଏ। କୁମ୍ଭୀର ସେ ଛୁଆକୁ ଖାଇବା ପୂର୍ବରୁ ଚଢ଼େଇ ସେ ଛୁଆକୁ ଧରି ସେଠୁ ଚାଲିଗଲା। ଆରେ ଛୋଟ ଝିଅ, ତୁ ଏଠି ଏମିତି ଏକୁଟିଆ କାହିଁକି ଛିଡ଼ା ହେଇଥିଲୁ? ଆଉ କିଛି ସମୟ ହେଇଥିଲେ ତ କୁମ୍ଭୀର ତତେ ଖାଇ ଦେଇଥାନ୍ତା। ଚଢ଼େଇ ଆଣ୍ଟି, ମୁଁ ଗୋଟେ ପରୀ ଛୁଆ। ମୋ ପରୀ ମାଙ୍କ ସହ ମୁଁ ଏ ଜଙ୍ଗଲକୁ ବୁଲିବା ପାଇଁ ଆସିଥିଲି। ହେଲେ କାଲିର ଝଡ଼ ବର୍ଷାରେ ମୁଁ ମୋ ମା ପାଖରୁ ଅଲଗା ହେଇଗଲି। ସେତେବେଳଠୁ ମୁଁ ମୋ ମାକୁ ଖୋଜୁଛି, ହେଲେ ପାଉନି। ମୁଁ ଛୋଟ ହେଇଥିବାରୁ ଏବେ ମୋ ପାଖରେ କିଛି ବି ଶକ୍ତି ନାହିଁ। ଚିନ୍ତା କରନି ପରୀ ଝିଅ, ମୁଁ ତ ମାକୁ ଖୋଜିବାରେ ତତେ ସାହାଯ୍ୟ କରିଦେବି। ଚାଲେ ଆମେ ଜଙ୍ଗଲ ଭିତରକୁ ଯିବା, ଆଉ ତ ମାକୁ ଖୋଜିବା। ଏମିତି ସେ ଚଢ଼େଇ ଆଉ ପରୀ ଛୁଆ ଜଙ୍ଗଲରେ ବୁଲି ବୁଲି ପରୀ ମାକୁ ଖୋଜୁଥିଲେ। କିଛି ସମୟ ଖୋଜିଲା ପରେ ସେମାନେ ପରୀ ମାକୁ ଏକ କଣ୍ଟା ଗଛରେ ପଡ଼ିଥିବାର ଦେଖିଲେ। ମା ମା, ତୁମେ କଣ୍ଟା ଗଛରେ କେମିତି ପଡ଼ିଲ? ଆରେ ମୋ ଝିଅ, ତୁ ଠିକ୍ ଅଛୁ ମା? କାଲି ତତେ ଖୋଜିବା ସମୟରେ ମୁଁ ଭୁଲରେ କଣ୍ଟା ଗଛରେ ପଡ଼ିଗଲି। ଚଢ଼େଇ, ଏ କଣ୍ଟା ଗଛରୁ ବାହାରିବାରେ ମତେ ଟିକେ ସାହାଯ୍ୟ କର। ହେଲେ ପରୀ, ମୁଁ ତୁମକୁ କେମିତି ଏ କଣ୍ଟା ଗଛରୁ ବାହାର କରିବି? ମୁଁ ତ କିଛି ବି ବୁଝିପାରୁନି। ତତେ ବେଶୀ କିଛି କରିବାକୁ ପଡ଼ିବନି ଚଢ଼େଇ। ସେ ତଳେ ପଡ଼ିଥିବା ମୋ ଯାଦୁର ଲାଠିକୁ ମତେ ଦେ। ମୁଁ ନିଜେ ହିଁ କଣ୍ଟା ଗଛରୁ ବାହାରିଯିବି। ଯାଦୁର ଲାଠି ବିନା ମୋ ଯାଦୁ ଶକ୍ତି କାମ କରିବନି। ଧନ୍ୟବାଦ ଚଢ଼େଇ, ତୁ ଆଜି ମୋର ବଡ଼ ଉପକାର କଲୁ। ମା, ଜାଣିଛ ଚଢ଼େଇ ଆଣ୍ଟି ନା ମୋର ବି ଜୀବନ ରକ୍ଷା କରିଛନ୍ତି। ସତରେ ଚଢ଼େଇ, ତୁ ମୋ ଝିଅର ଜୀବନ ରକ୍ଷା କରି ମତେ ତ ପାଖରେ ଋଣୀ କରିଦେଲୁ।
ମୋ ଝିଅର ଯଦି କିଛି ହେଇଯାଇଥାନ୍ତା ମୁଁ କେମିତି ବଞ୍ଚିଥାନ୍ତି। ତୋର ଯଦି କିଛି ଦରକାର ହୁଏ ମତେ କହିବୁ ଚଢ଼େଇ, ମୁଁ ତତେ ନିଶ୍ଚୟ ସାହାଯ୍ୟ କରିବି। ଏମିତି ଶୁଣି ଚଢ଼େଇ ତା ଘର ଭାଙ୍ଗିଯିବା କଥା ପରୀକୁ କହିଲା। ପରୀ ତୁରନ୍ତ ଚଢ଼େଇ ପାଇଁ ଏକ ଫୁଲକୋବିର ଘର ତିଆରି କରିଦେଲା। ଚଢ଼େଇ, ଆଜିଠୁ ଏ ଘର ତୋର। ଏ ଘର ଅନେକ ମଜବୁତ। ଯେତେ ଝଡ଼ ବର୍ଷା ହେଲେ ବି ଏ ଘର କେବେ ଭାଙ୍ଗିବନି। ତୁ ଆରାମରେ ଘରେ ରହିପାରିବୁ। ଏ ଘରେ ତୋର କିଛି ଅସୁବିଧା ହେବନି। ସତ କହୁଛ ପରୀ, ଆଜିଠୁ ଏ ଘର ମୋର। ପରୀ, ଏ ଘର ଅନେକ ସୁନ୍ଦର ହେଇଛି। ତୁମକୁ ବହୁତ ବହୁତ ଧନ୍ୟବାଦ। ସେଦିନ ପରଠାରୁ ଚଢ଼େଇ ସେ ଫୁଲକୋବି ଘରେ ରହିବା ଆରମ୍ଭ କଲା। ଦିନେ କାଉ ଆଉ ତାର ସାଙ୍ଗ ସେଇ ରାସ୍ତାରେ ଯାଉଥିଲେ। ସେତେବେଳେ ସେମାନେ ସେ ଫୁଲକୋବି ଘରକୁ ଦେଖିଲେ। ଆରେ ସାଙ୍ଗ, ଦେଖ ଦେଖ, ଏଠି ଗୋଟେ ନୂଆ ଚଢ଼େଇ କେମିତି ଗୋଟେ ଫୁଲକୋବି ଘର ତିଆରି କରି ରହିଛି। ହଁ ସାଙ୍ଗ, ଘରଟା ଭାରି ବଢିଆ ହେଇଛି। ଆଜି ରାତି ଆମେ ଏଇ ନୂଆ ଘରୁ ଚୋରି କରିବା। ରାତି ହେବା ପରେ ସେ ଦୁଇ ଚୋର ଯେମିତି ଚଢ଼େଇ ଘରକୁ ଚୋରି କରିବାକୁ ଆସିଲେ, ପରୀ ସେଠାକୁ ଚାଲି ଆସିଲା। ତମ ଦୁଇ ଚୋରଙ୍କର ଏତେ ସାହସ, ମୋ ଫୁଲକୋବି ଘର ଚୋରି କରିବାକୁ ଆସିଛ? ଆଜି ତମ ମାନଙ୍କର ଆଉ ରକ୍ଷା ନାହିଁ। ଏମିତି କହି ପରୀ ତା ଯାଦୁ ଶକ୍ତିରେ ଦୁଇଟି ଲାଠି ବାହାର କଲା। ଆଉ ସେ ଦୁଇ ଚୋରଙ୍କୁ ଅନେକ ପିଟିଲା। ତାଙ୍କ ପାଟିତୁଣ୍ଡ ଶବ୍ଦରେ ଚଢ଼େଇ ବାହାରକୁ ଆସିଲା। ଆରେ, ତମେ ମାନେ ସେଇ ଦୁଇ ଚୋର ନା, ଯୋଉମାନେ ମୋ ଘରୁ ସବୁ ଜିନିଷ ଚୋରି କରି ନେଇଯାଇଥିଲ? ଚଢ଼େଇ, ଆମକୁ କ୍ଷମା କରିଦେ, ଆମକୁ ବଞ୍ଚା, ନହେଲେ ପରି ପିଟି ପିଟି ଆମକୁ ମାରିଦେବ। ନା, ତମ ମାନଙ୍କର ଆଉ କ୍ଷମା ନାହିଁ। ତମ ମାନଙ୍କୁ ଛାଡ଼ିଦେଲେ ତମେ ମାନେ ପୁଣି ଅନ୍ୟ କାହା ଘରୁ ଚୋରି କରିବ। ପରୀ, ଏମାନଙ୍କୁ ଏମିତି ଶାସ୍ତି ଦିଅ, ଏମାନେ ଆଉ କାହା ଘରୁ ବି ଚୋରି କରିପାରିବେନି। ତୁ ଠିକ କହିଛୁ ଚଢ଼େଇ, ଏମାନଙ୍କର ଜାଗା ଏଠି ନୁହଁ, ଜେଲ ଭିତରେ। ତାପରେ ପରୀ ସେ ଦୁଇ ଚୋରଙ୍କୁ ଜେଲ ଭିତରେ ବନ୍ଦୀ କରି ରଖିଲା। ଏମିତି ପରୀ ଆଉ ଚଢ଼େଇ ଖୁବ ଭଲ ସାଙ୍ଗ ପାଲଟି ଗଲେ ଆଉ ଖୁସିରେ ରହିଲେ। ମା, କେତେ ଜୋରେ ବର୍ଷା ହେଉଛି। ଏମିତି ଲାଗୁଛି ଏବେ ହିଁ ଆମ ଘର ଭାଙ୍ଗିଯିବ। ଆଉ କିଛି ଦିନ ପରେ ମୁଁ ଆମ ଘର ମରାମତି କରିଥାନ୍ତି, ହେଲେ ତା ଆଗରୁ ଏତେ ଜୋରେ ବର୍ଷା ଆରମ୍ଭ ହେଇଯିବ କିଏ ଜାଣିଥିଲା। ଆରେ ଆରେ, ଆମ ଘରଟା ଗୋଟେ ପଟକୁ ଢଳିଗଲାଣି। ମାରି ଶୀଘ୍ର ଆସେ, ଘରୁ ବାହାରି ଯିବା। ଯେମିତି ଚଢ଼େଇ ତା ଝିଅକୁ ଧରି ଘରୁ ବାହାରି ଗଲା, ତାଙ୍କ ଘର ଭାଙ୍ଗିଗଲା। ମା, ଏସବୁ କଣ ହେଇଗଲା? ଆମ ଘର ତ ଭାଙ୍ଗିଗଲା। ଏବେ ଆମେ କଣ କରିବା? ଏତେ ବର୍ଷାରେ ଆମେ କୋଉଠି ରହିବା? ମତେ ନା ଭାରି ଡର ଲାଗୁଛି। ତୁ ଜମା ବି ଡରନି ରେ ମା, ମୁଁ ତ ପାଖରେ ଅଛି ନା। କିଛି ସମୟ ପରେ ସକାଳ ହେଇଯିବ, ତାପରେ ମୁଁ ଆମ ରହିବାର ବ୍ୟବସ୍ଥା କରିନେବି। ଏମିତି ସେ ରାତି ବିତିଗଲା। ପରଦିନ ସକାଳେ ମା ଚଢ଼େଇ ଘର ତିଆରିବା ପାଇଁ ମଜବୁତ କାଠ ଖୋଜିବାକୁ ଗଲା। ଆରେ, ଆଜି ମୁଁ ଜଙ୍ଗଲ ସାରା ଖୋଜି ସାରିଲିଣି, ହେଲେ କୋଉଠି ବି ମଜବୁତ କାଠ ପାଇଲିନି। ଏବେ ଘର କେମିତି ବନେଇବି? ଏଇ କଣ, ଏଠି ତ ଗୋଟେ ଅଙ୍ଗୁର ଘର ଅଛି। ଏଇ ଘରଟା କାହାର ହେଇପାରେ? ଆଖପାଖରେ ତ କେହି ବି ଦେଖା ଯାଉନାହାନ୍ତି। ମୁଁ ଘର ଭିତରକୁ ଯାଇ ଦେଖେ, ଜଣା ପଡିବ ଏଇ ଘର କାହାର। ବାଃ, ଏଇ ଅଙ୍ଗୁର ଘର ଭିତରଟି ତ ଅନେକ ସୁନ୍ଦର ହେଇଛି। ଏଇ ଘରକୁ ଦେଖି ଲାଗୁଛି ଏଇ ଘରେ କେହି ବି ରହୁନାହାନ୍ତି। ତା ମାନେ କଣ ଭଗବାନ ମୋ ଉପରେ ଦୟା କରି ମତେ ଏଇ ଘର ଦେଇଛନ୍ତି? ସେ ଯାହା ବି ହେଉ, ମତେ ରହିବା ପାଇଁ ଏକ ଘର ମିଳିଗଲା। ଏବେ ଏଇ ଅଙ୍ଗୁର ଘର ମୋ ପିଲାମାନଙ୍କ ପାଖକୁ ନେଇଯାଏ। ତାପରେ ଚଢ଼େଇ ଗୋଟେ ଠେଲା ଗାଡ଼ି ଆଣି ଅଙ୍ଗୁର ଘରକୁ ତା ଉପରେ ରଖିଲା। ସେତେବେଳେ କାଉର ସ୍ତ୍ରୀ ସେଠାରେ ଆସି ପହଞ୍ଚିଲା। ଏଇ କଣ ଚଢ଼େଇ, ତୁ ଏ ଅଙ୍ଗୁର ଘର କୁଆଡେ ନେଇ ଯାଉଛୁ? ଏ ଅଙ୍ଗୁର ଘର ମୋର, ମୁଁ ଏ ଘରକୁ ନେବି। ଚୁପ୍ କର କାଉ, ତୁ ମିଛ କାହିଁକି କହୁଛୁ? ମୁଁ ଜାଣେ ଏ ଘର ତୋର ନୁହଁ। ଏଇ ଘରକୁ ମୁଁ ଆଗ ଦେଖିଥିଲି। ମୁଁ କାଠ କାଟିବା ପାଇଁ ଜଙ୍ଗଲ ଭିତରକୁ ଯାଇଥିଲି। ଭାବିଥିଲି କାଠ କାଟି ସାରିଲା ପରେ ଏଇ ଘରକୁ ମୋ ସାଙ୍ଗରେ ନେଇଯିବି। ସେଇ ଭିତରେ ତୁ ଆସି ମୋ ଅଙ୍ଗୁର ଘରକୁ ଚୋରି କରି ନେଇଯାଉଛୁ। ତୋର ସାହସ ତ କମ ନାହିଁ। ମୁଁ ଜାଣେ କାଉ, ତୁ ଏସବୁ ମିଛ କଥା କହୁଛୁ। ତୋର ତ ଘର ଅଛି, ଏଇ ଘର ନେଇ ତୁ କଣ କରିବୁ? ଗତକାଲିର ବର୍ଷାରେ ମୋ ଘର ଭାଙ୍ଗିଗଲା, ସେଥିପାଇଁ ମୁଁ ଏ ଘର ନେଉଛି। ଏ ଘରେ ମୁଁ ଆଉ ମୋ ଝିଅ ରହିବୁ। ନା ନା, ମୁଁ ଏ ଘର ଚଢ଼େଇକୁ ଦେବିନି। ନିଶ୍ଚୟ ଏ ଘର ଯାଦୁର। ଏ ଘର ଭିତରେ ଅନେକ ଧନ ସମ୍ପତ୍ତି ଥିବ, ନହେଲେ ଏମିତି ଏକ ଅଙ୍ଗୁର ଘର
ଏଠାକୁ କେମିତି ଆସିବ? କଣ ହେଲା କାଉ, କଣ ଏତେ ଭାବୁଛୁ? ମୋ ରାସ୍ତା ଛାଡ଼ି ମୁଁ ଘରକୁ ଯିବି। ମୁଁ କହିଲି ନା, ଏଇ ଘର ମୁଁ ତତେ ଦେବିନି। ଏ ଅଙ୍ଗୁର ଘରକୁ ମୁଁ ନେବି। ଯଦି ନ ଦେବୁ ଦେଖେ ଏବେ ମୁଁ ତୋ ସହ କଣ କରିବି। ତୁ ଏଠାକୁ କାହିଁକି ଆସିଲୁ? ତ ମା ସହ ମିଶି ମୋ ସହ ଲଢ଼େଇ କରିବାକୁ ଚାଲି ଆସିଲୁ? ମାରେ, ତୁ ଏଠାକୁ କାହିଁକି ଚାଲି ଆସିଲୁ? ଏ କାଉଟା ଜମା ବି ଭଲ ନୁହଁ। କେତେବେଳେ ନହେଲେ ସେ ତୋ ଉପରେ ହାତ ଉଠେଇଦେବ। କଣ ହେଲା? ମୁଁ ଭଲ ପକ୍ଷୀ ନୁହଁ? ମତେ ମାରି ମୋ ମୁଣ୍ଡ ଫଟେଇ ଦେଇ ମୋ ନାଁରେ କହୁଛୁ? ମୁଁ ଏବେ ମୋ ସ୍ୱାମୀକୁ ଏକଥା କହିଦେବି। ମୋ ମୁଣ୍ଡରୁ ରକ୍ତ ବାହାର କରିଛୁ ନା, ୟାର ଶାସ୍ତି ତୁ ପାଇକି ରହିବୁ। ମା, କାହିଁକି ତୁମେ କାଉ ଆଣ୍ଟିଙ୍କ ସହ ଲାଗୁଥିଲ? ତୁମେ ତ ଜାଣ ଏ କାଉ ଆଣ୍ଟି କେତେ ମିଛ କଥା କୁହନ୍ତି। ସେ ଯଦି ତୁମର କିଛି କ୍ଷତି କରିଦେବେ। ଆରେ ଝିଅ, ଏ କାଉ ସହ ଯଦି ମୁଁ ଲଢ଼େଇ କରିନଥାନ୍ତି ଆଜି ବି ଆମେ ରହିବା ପାଇଁ ଘର ପାଇନଥାନ୍ତି। ସେ କାଉ ଯାହା କରୁଛି କରୁ, ମୁଁ ତାକୁ ଜମା ବି ଡରିକି ରହିପାରିବିନି। ତାପରେ ମା ଝିଅ ମିଶି ସେ ଅଙ୍ଗୁର ଘରକୁ ନେଇ ସେଠୁ ଚାଲିଗଲେ। ସେପଟେ କାଉ ତା ସ୍ୱାମୀ ପାଖରେ ପହଞ୍ଚି କହିଲା, ଆରେ ଦେଖ ନା, ସେ ଚଢ଼େଇ କେମିତି ମତେ ପିଟି ମୋ ମୁଣ୍ଡରୁ ରକ୍ତ ବାହାର କରିଦେଇଛି। ଏ ତୁ କଣ କହୁଛୁ? ଏସବୁ କେମିତି ହେଲା? ମୋର କିଛି ବି ଦୋଷ ନଥିଲା, ତଥାପି ସେ ଚଢ଼େଇ ରାଗିକି ମୋ ମୁଣ୍ଡ ଫଟେଇ ଦେଲା। ତୁମେ ତାକୁ ଜମା ବି ଛାଡ଼ିବନି। କଣ ହେଲା? ସେ ଚଢ଼େଇର ଏତେ ସାହସ ମୋ ସ୍ତ୍ରୀର ମୁଣ୍ଡ ଫଟେଇ ଦେଇଛି। ମୁଁ ତାକୁ ଜମା ବି ଛାଡ଼ିବିନି। ତାକୁ ଏମିତି ଶିକ୍ଷା ଦେବି ସେ ଆଉ କାହାକୁ ବି ପିଟି ପାରିବନି। ବାପା, ତୁମେ ମା କଥା ଶୁଣି ରିନୁ ଆଣ୍ଟିଙ୍କୁ ଶାସ୍ତି ଦେବାକୁ ଚାହୁଁଛ? ମୁଁ ଜାଣେ ରିନୁ ଆଣ୍ଟି ବହୁତ ଭଲ। ସେ ମୋ ସାଙ୍ଗ କୁନିର ମା। ସେ କେବେ ବି କାହାକୁ ପିଟନ୍ତିନି। ମତେ ତ ଲାଗୁଛି ମା ହିଁ ଆଗ ରିନୁ ଆଣ୍ଟିଙ୍କ ସହ ଲଢ଼େଇ କରିଥିବେ। ଏଇ ବଦମାସ, ତୁ ମୋ ଝିଅ ହେଇ ମୋ ନାଁରେ ବାପାଙ୍କୁ କହୁଛୁ? ତୋର କଣ ତ ମା ଉପରେ ଜମା ବି ବିଶ୍ୱାସ ନାହିଁ? ଆଉ ପଦେ କିଛି କହିବୁ ତ ମାରିକି ତ ଦାନ୍ତ ଭାଙ୍ଗିଦେବି। ମୁଁ ତ ସତ କଥା କହୁଛି ମା। ତୁମେ ମତେ ପିଟିଲେ ବି ମୁଁ ମିଛ କହିପାରିବିନି। ଦେଖୁଛି ସେ କୁନି ସହ ମିଶି ତୁ ବହୁତ ବିଗିଡ଼ି ଗଲୁଣି। ବଡ଼ମାନଙ୍କ ମୁହଁ ଉପରେ ଯୁକ୍ତି କରୁଛୁ। ଆଗ ସେ ଚଢ଼େଇ କଥା ବୁଝି ସାରେ, ତାପରେ ତୋ କଥା ବୁଝିବି। ମୋ ମୁଣ୍ଡରୁ ଅନେକ ରକ୍ତ ବାହାରି ସାରିଲାଣି। ଶୁଣୁଛ, ଆଗ ମତେ ଡାକ୍ତରଖାନା ନେଇଯାଅ। ହଁ ହଁ, ଚାଲ ଚାଲ, ମୁଁ ଆଗ ତତେ ଡାକ୍ତରଖାନା ନେଇଯାଏ। ତାପରେ ସେ ଚଢ଼େଇକୁ ଉଚିତ ଶିକ୍ଷା ଦେବି। ବାପା ମା ନିଶ୍ଚୟ ଚଢ଼େଇ ଆଣ୍ଟିଙ୍କର କିଛି କ୍ଷତି କରିବେ। ମୁଁ ସବୁ କଥା ଜାଣି ଚୁପ୍ ହେଇ ରହିପାରିବିନି। ଆମ ସ୍କୁଲ ସାର୍ ଶିଖେଇଛନ୍ତି, ଅନ୍ୟାୟ କରୁଥିବାଙ୍କ ସହ ସାଥ ଦେବା ବି ଅନ୍ୟାୟ କରିବା ସହ ସମାନ। ମୁଁ ଆଜି ହିଁ ଚଢ଼େଇ ଆଣ୍ଟିଙ୍କୁ ସବୁ ସତ କଥା କହିଦେବି। ଏମିତି ଚିନ୍ତା କରି କାଉ ଛୁଆ ଶୀଘ୍ର ଚଢ଼େଇ ପାଖକୁ ଗଲା, ଆଉ ସବୁ କଥା କହିଦେଲା। ମା ମା, ଦେଖିଲ, ମୁଁ ଯାହା ଡରୁଥିଲି ସେଇଆ ହେଲା। ସେ କାଉ ଆଣ୍ଟି ତୁମର କ୍ଷତି କରିବାକୁ ଚିନ୍ତା କରିଛନ୍ତି। କାଉ ଏତେ ରାଗ ରଖିବ ବୋଲି ମୁଁ ଭାବି ପାରିଲିନି, ନହେଲେ ତାକୁ ଏ ଅଙ୍ଗୁର ଘର ଦେଇ ଦେଇଥାନ୍ତି। ହଉ, ଯାହା ହେବାର ତ ହେଇଗଲା। ମା ଚିକି, ତୁ ଏବେ ଘରକୁ ଯା, ମୁଁ ଦେଖେ ମୁଁ କଣ କରିପାରିବି। ତାପରେ କାଉ ଛୁଆ ଘରକୁ ଫେରିଗଲା। ରାତି ହେବା ପରେ ଦୁଇ କାଉ ଏକ ଯୋଜନା ବନେଇଲେ। ଆରେ ଶୁଣୁଛ, ସେ ଚଢ଼େଇକୁ ଉଚିତ ଶିକ୍ଷା ଦେବା ପାଇଁ ମୋ ପାଖରେ ଏକ ଉପାୟ ଅଛି। ଆମକୁ ସେ ଅଙ୍ଗୁର ଘର ଦେଲାନି ନା, ଚାଲ ଆମେ ତା ଅଙ୍ଗୁର ଘରକୁ ନିଆଁରେ ଜାଳିଦେବା। ହଁ, ତୁ ଠିକ କହିଲୁ। ଏବେ ଅନେକ ରାତି ହେଲାଣି, ସମସ୍ତେ ଶୋଇ ଯାଇଥିବେ। ଏଇଟା ଭଲ ସୁଯୋଗ। ଚାଲେ ଏବେ ଚଢ଼େଇ ଘରକୁ ଯିବା। ତାପରେ ଦୁଇ କାଉ ମଶାଲ ଧରି ଚଢ଼େଇର ଅଙ୍ଗୁର ଘର ପାଖକୁ ଗଲେ। ସେମାନେ ଯେମିତି ଅଙ୍ଗୁର ଘରେ ନିଆଁ ଲଗେଇବା ପାଇଁ ପାଖକୁ ଗଲେ, ଜଙ୍ଗଲର ସବୁ ଚଢ଼େଇ ସେତେବେଳେ ପହଞ୍ଚିଗଲେ। ଏ କଣ କରୁଛ ତମେ ମାନେ? ତମେ ଦୁଇ ଜଣ ଚଢ଼େଇ ଘରେ କାହିଁକି ନିଆଁ ଲଗାଉଥିଲ? ସେ ତମ ମାନଙ୍କର କଣ କ୍ଷତି କରିଛି? ଏ କଣ ସମସ୍ତେ ଏଠି? ତମେ ମାନେ କଣ ଶୋଇ ନଥିଲ? ନା, ଆମେ କେହି ବି ଶୋଇ ନଥିଲୁ। ଚଢ଼େଇ ଆମକୁ ତମମାନଙ୍କ କଥା କହିବା ପରେ ଆମେ ଜାଣିପାରିଲୁ ତମେ ଦୁଇ ଜଣ ଚଢ଼େଇଙ୍କର କ୍ଷତି କରିବା ପାଇଁ ରାତିରେ ହିଁ ଆସିବ। ସେଥିପାଇଁ ଆମେ ସମସ୍ତେ ତୁମକୁ ଜଗିଥିଲୁ। ନା ନା, ତମେ ମାନେ ଭୁଲ ବୁଝୁଛ। କଥା କଣ କି, ଇଏ ମାନେ କଣ ମାନେ ମାନେ ହେଉଛ? ଆଜି ଚଢ଼େଇକୁ ରାଗ ରଖି ତମେ ମାନେ ତା ଘରେ ନିଆଁ ଲଗେଇବାକୁ ଆସିଛ। କାଲି ଆମ ଉପରେ ବି ତ ରାଗ ରଖି ଆମ ଘରେ ବି ତ ନିଆଁ ଲଗେଇଦେବ। ତମେ ଦୁଇ ଜଣ ଆଉ ଏ ଜଙ୍ଗଲରେ ରହିପାରିବନି।
ଆଜି ହିଁ ଏ ଜଙ୍ଗଲ ଛାଡ଼ି ଚାଲିଯାଅ। ନା ନା, ଆମକୁ ଏ ଜଙ୍ଗଲରୁ ବାହାର କରନି। ଶୁଣ ଶୁଣ, ମୁଁ ସମସ୍ତଙ୍କୁ ସତ କଥା କହୁଛି ଶୁଣ। ଏଇ ଅଙ୍ଗୁର ଘରଟା ଏକ ଅଭିଶପ୍ତ ଘର। ନହେଲେ ତମେ ମାନେ ହିଁ ଭାବୁନ ଅଙ୍ଗୁରରେ କ'ଣ ଘର ତିଆରି ବା ସମ୍ଭବ? ଏ ଚଢ଼େଇ ଗୋଟେ ଅଭିଶପ୍ତ ଘର ଉଠେଇ ଆଣିଛି। ଏ ଅଙ୍ଗୁର ଘର ଯଦି ଆମ ଜଙ୍ଗଲରେ ରହିବ ଆମ ଉପରେ ବିପଦ ଆସିପାରେ। ସେଥିପାଇଁ ଆମେ ଏ ଘରକୁ ନିଆଁରେ ଜାଳି ଦେବାକୁ ଆସିଥିଲୁ। କାଉ ଏପରି ମିଛ କଥା ସମସ୍ତଙ୍କୁ କହୁଥିଲା। ସେହି ସମୟରେ ଏକ ଚଢ଼େଇ ପରି ସେଠାକୁ ଆସିଲା। ଏ କ'ଣ ଏତେ ରାତିରେ ସବୁ ଚଢ଼େଇ ଗୋଟେ ଜାଗାରେ ଜମା ହେଇଛ କାହିଁକି? ତାପରେ ଚଢ଼େଇ ମାନେ ପରୀକୁ ସବୁ ଘଟଣା କହିଲେ। ଏ ଅଙ୍ଗୁର ଘର ମୋର। ମୁଁ ଏ ଘର ଚଢ଼େଇକୁ ଦେଇଛି। ବର୍ଷାରେ ଯାହାର ବି ଘର ଭାଙ୍ଗିଯାଏ ମୁଁ ତାକୁ ଏମିତି ଫଳ ଘର ଦେଇ ସାହାଯ୍ୟ କରିଥାଏ। ମୋର ଏକ କାମ ଥିବାରୁ ମୁଁ ଏ ଅଙ୍ଗୁର ଘରକୁ ରଖି ଚାଲି ଯାଇଥିଲି। ଚଢ଼େଇ ସହ ଦେଖା କରି ପାରିନଥିଲି। ସେଥିପାଇଁ ଏ ଦୁଇ କାଉ ଏ ଘରକୁ ଅଭିଶପ୍ତ କହୁଛନ୍ତି। ତମେ ଦୁଇ କାଉ ପ୍ରତି କଥାରେ ମିଛ କୁହ। ମୁଁ ତମମାନଙ୍କୁ ଆଜି ଶାସ୍ତି ଦେବି। ମୁଁ ତମ ଦୁଇ ଜଣଙ୍କୁ ଏମିତି ଏକ ଜାଗାକୁ ପଠେଇବି ଯେ ଯାଏଁ ତମେ ମାନେ ନ ବଦଳିବ ସେ ଯାଏଁ ସେ ଜାଗାରୁ ବାହାରି ପାରିବନି। ଏମିତି କହି ପରି ସେ ଦୁଇ କାଉଙ୍କୁ ତା ଶକ୍ତିରେ ଅନେକ ଦୂର ଏକ ଜାଗାକୁ ପଠେଇଦେଲା। ଦୁଇ କାଉ ସେ ଜାଗାରୁ ଆଉ ବାହାରି ପାରିଲେନି। ସେପଟେ କାଉ ଛୁଆ ଚଢ଼େଇ ସାଙ୍ଗରେ ରହିଲା ଆଉ ଚଢ଼େଇ ପାଖରୁ ବହୁତ ଭଲ ଭଲ କଥା ଶିଖୁଥିଲା।